ଭଳି ଉତ୍ପୀଡ଼ନ କରୁଥିଲେ ଏବଂ ଭଗବାନ ତାଙ୍କୁ ଉଦ୍ଧାର କରିଥିଲେ। ଏବଂ ତାପରେ ଦାରୁଡ଼ ଦାରୁଡ଼ ଶବ୍ଦ ବ୍ୟବହାର କରୁଛି। ଦେଖନ୍ତୁ ପ୍ରଥମ ଶ୍ଲୋକର 34 ନମ୍ବର ଶ୍ଲୋକର ଦର୍ଦୁର ଶବ୍ଦ ରହିଛି, ତାହା ବକାସୁରକୁ ନିର୍ଦ୍ଦେଶ କରୁଛି। ଇଭ ଶବ୍ଦ ଦେଖନ୍ତୁ ତାପରେ ମଲ୍ଲ ଇଭ, ସେଟା ଯୁକ୍ତାକ୍ଷର ହେଇକି ମଲ୍ଲେଭ ହେଇଛି। ଦ୍ଵିତୀୟ ଶ୍ଲୋକର ଦ୍ଵିତୀୟ ଚରଣର ପ୍ରଥମ ଶବ୍ଦ। ଚରଣ ଶବ୍ଦ ଦେଖିପାରୁଛନ୍ତି? ଯଦି କାହାର ଆଜ୍ଞା କିଛି ଅସୁବିଧା ନଥାଏ ତାହେଲେ କ୍ୟାମେରା ଅନ୍ କରିବା ଦରକାର। ତେଣୁ ମଲ୍ଲେଭ ଶବ୍ଦ ରେ ଇଭ ଶବ୍ଦ ରହିଛି, ଯାହାକୁ କୁବଳୟା ପୀଡ଼ ବୋଲିକି କୁବଳୟା ପୀଡ଼କୁ ନିର୍ଦ୍ଦେଶ କରୁଛି। କୁଜ ଶବ୍ଦ ତାପରେ ଦେଖନ୍ତୁ, କୁଜ ଶବ୍ଦ କୋଉଠି ଅଛି ଚରଣ ଶରତ ପ୍ରଭୁ? ତୃତୀୟ ଲାଇନ ଚତୁର୍ଥ ଶବ୍ଦ। ତାପରେ 3 ନମ୍ବର ଅନ୍ୟାଚ ହୁଁ ସାଲ ହୁଁ କୁଚ। ହୁଁ। ତେଣୁ ଏଇ ଯୋଉ କୁଜ ଶବ୍ଦ ନରକାସୁରକୁ ନିର୍ଦ୍ଦେଶ କରୁଛି। କପି ଶବ୍ଦ ଦ୍ୱିବିଧକୁ ନିର୍ଦ୍ଦେଶ କରୁଛି। ଏବଂ ସାମିତି ଶାଲିନଃ, ଏହା ଯାହା କୁହନ୍ତି ପ୍ରଳମ୍ବାସୁରକୁ ନିର୍ଦ୍ଦେଶ କରୁଛି। ଧେନୁକା ଦ୍ୱିବିଧ, ବଲ୍ବଳ ଏବଂ ରୁକ୍ମୀ, ଏମାନେ ସବୁ ବଳରାମଙ୍କ ଦ୍ଵାରା ବଦ୍ଧ ହେଇଥିଲେ। ବଳରାମ ଏମାନଙ୍କୁ ଯାହା ଉଦ୍ଧାର କରିଥିଲେ। ଭୀମ ଏବଂ ଅର୍ଜୁନ କମ୍ବୋଜ ମାନଙ୍କୁ ଯାହା ବଦ୍ଧ କରିଥିଲେ। ପ୍ରଦ୍ୟୁମ୍ନ ସମ୍ବର ମାନଙ୍କୁ ବଦ୍ଧ କରିଥିଲେ। ଠିକ ଅଛି, ପ୍ରଭୁପାଦ ଏଇ ସବୁ ଜିନିଷ ଗୁଡିକ ଭାବାର୍ଥରେ ଉଲ୍ଲେଖ କରିନାହାନ୍ତି। ତେଣୁ ମୁଁ ପ୍ରଥମେ କହିଦଉଛି, ତାପରେ ଆଉ ଥରେ କହିବି, ଯାହା ଫଳରେ ଆପଣ ମାନେ ନୋଟ କରିପାରିବେ। ଏଠି ତାପରେ କହୁଛନ୍ତି ଭଗବାନ ସେମାନଙ୍କୁ, ଯୋଉମାନଙ୍କର ନାଁ ମୁଁ କହିଲି, ଭଗବାନ ସେମାନଙ୍କୁ ମାରି ନଥିଲେ, କିନ୍ତୁ ସେମାନଙ୍କର ନାଁ ଏଇ ଯୋଉ ଶ୍ଲୋକରେ ବଳ ପାର୍ଥ ଭୀମ ବ୍ୟଜାଧ୍ୱେନ ବର୍ଣ୍ଣନା କରାଯାଇଛି। ଏବଂ ସେମାନେ ସମସ୍ତେ ମୁକ୍ତି ପ୍ରାପ୍ତ କଲେ ବଳଦେବଙ୍କ ଦ୍ଵାରା, ଅର୍ଜୁନ ଏବଂ ଭୀମଙ୍କ ଦ୍ଵାରା। ବଳଦେବ ଅର୍ଜୁନ ଭୀମଙ୍କ ଦ୍ଵାରା ସେମାନେ ମୁକ୍ତି ପ୍ରାପ୍ତ ହେଲେ। ଏବଂ ଯୋଉ 7ଟି ଯୋଉ ରହିଛନ୍ତି ମହିଷୀ ଥିଲା, ଏବଂ ସେମାନେ ମଧ୍ୟ ମୁକ୍ତି ପ୍ରାପ୍ତ କଲେ ଅନ୍ୟ ସମୟରେ, କାରଣ ସେମାନେ ପଶୁ ଯୋନିରେ ଥିଲେ। ଏବଂ ପ୍ରଳମ୍ବ ଧେନୁକା ଏମାନେ ସାଜୁଜ୍ୟ ମୁକ୍ତି ପ୍ରାପ୍ତ ହେଲେ। ଏବଂ ପୌଣ୍ଡ୍ରକ ଦନ୍ତବକ୍ତ୍ର ଏମାନେ ବୈକୁଣ୍ଠକୁ ଗଲେ। ଏଇଭଳି ଭାବରେ ଆମମାନେ ଅନ୍ୟ ଯୋଉ ରହିଛି ଶ୍ଲୋକର ଅସୁର ମାନଙ୍କର ଚରିତ୍ର, ତାହା ଆମେ ବୁଝିପାରିବା। ତେଣୁ କିଏ ବୈକୁଣ୍ଠକୁ ଯାଉଛନ୍ତି, କିଏ ସାଜୁଜ୍ୟ ମୁକ୍ତି ପାଉଛନ୍ତି, କିଏ ସାଧାରଣ ମୁକ୍ତି ପାଉଛନ୍ତି, ଏଥିରୁ ବୁଝିବା ଦରକାର। ତେବେ ମୁଁ ଆଉ ଥରେ କହୁଛି, ଯାହା ଫଳରେ ଆପଣ ନୋଟ କରିପାରିବେ। ଆପଣ ମାନେ ଲେଖନ୍ତୁ ଯେ ଖର ଶବ୍ଦ ଧେନୁକାକୁ ନିର୍ଦ୍ଦେଶ କରୁଛି। ଖର ଶବ୍ଦ ନୋଟ କରିବା ଦରକାର। ପଛରେ ଶ୍ଲୋକକୁ ଆପଣ ମାନେ ଯଦି ନ ଜାଣି ପାରିବେ ତାହେଲେ ଆଚ୍ଛା ଏଗୁଡା ଲେଖିବା ଦରକାର ନାହିଁ, କାରଣ ପ୍ରଭୁପାଦ ଶବ୍ଦାନୁବାଦରେ ୟାକୁ ଅଲରେଡି ଉଲ୍ଲେଖ କରିଛନ୍ତି। ଆପଣ ଯଦି ଶବ୍ଦାନୁବାଦ ଦେଖିକି ଶ୍ଲୋକକୁ ଦେଖିବେ ତାହେଲେ ଆପଣ ଜାଣିପାରିବେ। କେବଳ ମୁକ୍ତିର କଥା ଗୁଡିକ ଆପଣ ମାନେ ଲେଖନ୍ତୁ ଯେ ପ୍ରଳମ୍ବ ଧେନୁକା ଦ୍ୱିବିଧ ଏବଂ ବଲ୍ବଳ ଆଉ ରୁକ୍ମୀ ଏମାନଙ୍କୁ ବଳରାମ କଣ କରିଥିଲେ, ବଦ୍ଧ କରିଥିଲେ। ନୋଟ କରିବା ଦରକାର ଏଇ ଜିନିଷ ହରେ ଗୁଡିକ। କୃଷ୍ଣ ହରେ ପ୍ରଳମ୍ବ ଧେନୁକା, ହଁ ହରେ କୃଷ୍ଣ। ହରେ କୃଷ୍ଣ ଧେନୁକା ଆଉ ପ୍ରଭୁ ଦଣ୍ଡବତ ପ୍ରଣାମ। ପ୍ରଳମ୍ବ ଧେନୁକା ଦ୍ୱିବିଧ, ଦ୍ୱିବିଧ ପ୍ରଳମ୍ବ, ମୁଁ ଆଉ ଥରେ ରିପିଟ କରୁଛି, ଆପଣ ଧୀରେ ଧୀରେ କହୁଛି, ଆପଣ ମାନେ ଲେଖନ୍ତୁ।
ପ୍ରଳମ୍ବ ଧେନୁକା ଦୁଇ ବିଡ଼ ଏବଂ ବଲ୍ବଳ ଦୁଇ ବିଡ଼ ବଲ୍ବଳ ରୁକ୍ମୀ। 5 ଜଣଙ୍କ ନାଁ କହିଲି। ପ୍ରଳମ୍ବ, ଧେନୁକା, ଦୁଇ ବିଡ଼, ବଲ୍ବଳ ଏବଂ ରୁକ୍ମୀ। ଏମାନଙ୍କୁ ବଳଦେବ ଉଦ୍ଧାର କରିଥିଲେ। ପାଞ୍ଚ ଜଣଙ୍କ ନାଁ କୁହାଗଲା, ପ୍ରଳମ୍ବ, ଧେନୁକା, ଦୁଇ ବିଡ଼, ବଲ୍ବଳ, ରୁକ୍ମୀ। ଏମାନଙ୍କୁ ବଳଦେବ ଉଦ୍ଧାର କରିଥିଲେ। ଏବଂ ତାପରେ ଭୀମ ଏବଂ ଅର୍ଜୁନ କମ୍ବୋଜ ମାନଙ୍କୁ ବଧ କରିଥିଲେ। ଭୀମ ଏବଂ ଅର୍ଜୁନ କମ୍ବୋଜ ମାନଙ୍କୁ ବଧ କରିଥିଲେ। ଭୀମ ଅର୍ଜୁନ କମ୍ବୋଜ ମାନଙ୍କୁ ବଧ କରିଥିଲେ। କମ୍ବୋଜ କମ୍ବୋଜ ମାନଙ୍କୁ। ଲେଖି ନିଅନ୍ତୁ। ଭାବାକ୍ଷରେ ପ୍ରଭୁପାଦ ଏଇ ଅନୁବାଦରେ ପ୍ରଭୁପାଦ ଏଇ ଜିନିଷ ଗୁଡିକ ଉଲ୍ଲେଖ କରିଛନ୍ତି। ସେମାନଙ୍କ ନାଁ ଗୁଡିକ ଉଲ୍ଲେଖ ଅଛି, କିନ୍ତୁ ଏଇ ସବୁ ଜିନିଷ ଗୁଡିକ ଯୋଉଟା ମୁଁ କହୁଛି ପ୍ରଭୁପାଦ ତାକୁ ବର୍ଣ୍ଣନା କରିନାହାନ୍ତି। ବିଶ୍ୱନାଥ ଚକ୍ର ଠାକୁରଙ୍କର ଟୀକାରୁ ଆପଣ ବି ପାଇପାରିବେ। ହରେ କୃଷ୍ଣ, ହରି ବୋଲ। କମ୍ବୋଜଙ୍କୁ ଭୀମ ଏବଂ ଅର୍ଜୁନ ବଧ କରିଥିଲେ। ପ୍ରଦ୍ୟୁମ୍ନ ସମ୍ବର ମାନଙ୍କୁ ବଧ କରିଥିଲେ। ପ୍ରଦ୍ୟୁମ୍ନ ପ୍ରଦ୍ୟୁମ୍ନ ସମ୍ବର ମାନଙ୍କୁ ବଧ କରିଥିଲେ। ଏମାନେ ଗୋଟିଏ ଗୋଟିଏ ରାଜା ବିଶେଷଙ୍କର ଏମାନଙ୍କୁ ତାଙ୍କର ନାଁକୁ ସାମୂହିକ ଭାବରେ କୁହାଯାଇଛି। ଆଜ୍ଞା। ଅନୁବାଦର ତୃତୀୟ ଲାଇନରେ ଦେଖନ୍ତୁ, ପ୍ରଭୁପାଦ ଲେଖିଛନ୍ତି ପ୍ରଳମ୍ବ, ଧେନୁକ, ବକ, କେଶୀ, ଅରିଷ୍ଟ, ଚାଣୁର, ମୁଷ୍ଟିକ, କୁବଳୟା ପିଡ଼, କଂସ, ଯବନ, ନରକାସୁର ଏବଂ ପୌଣ୍ଡ୍ରକ ଆଦି ଅସୁରଗଣ ଏବଂ ସାଲ୍ವ, ଦ୍ୱିବିଧ ମର୍କଟ, ବଲ୍ବଳ, ଦନ୍ତବକ୍ତ୍ର, ସପ୍ତବୃଷ, ସମ୍ବର, ବିଦୁରଥ, ରୁକ୍ମୀ ପ୍ରଭୃତି ମହାଯୋଦ୍ଧା ଗଣ ପୁନଶ୍ଚ କମ୍ବୋଜ, ମତ୍ସ୍ୟ, କୁରୁ, ସଞ୍ଜୟ, କୈକକ ଆଦି ରାଜ୍ୟର ବୀର ରାଜାଗଣ। ଏମାନେ ହଉଛନ୍ତି ସମ୍ବର। ଏମାନେ ସବୁ ରାଜା ମାନଙ୍କର ନାଁ। ତେଣୁ ପ୍ରଦ୍ୟୁମ୍ନ ସମ୍ବର ମାନଙ୍କୁ ବଧ କରିଥିଲେ। ଆଉ ମୁଚୁକୁନ୍ଦ ଯବନ ମାନଙ୍କୁ ବଧ କରିଥିଲେ। ଭଗବାନ ସେମାନଙ୍କୁ ଛୁଇଁ ନେଇଥିଲେ। ମୁଚୁକୁନ୍ଦଙ୍କର ନେତ୍ରାଗ୍ନିରେ କାଳ ଯବନଙ୍କର ମୃତ୍ୟୁ ହେଇଥିଲା। ମୁଚୁକୁନ୍ଦ ହଁ, ମୁଚୁକୁନ୍ଦ ଭାଗବତରେ ଆସିବ ମୁଚୁକୁନ୍ଦଙ୍କର ସ୍ତୁତି। ଆଉ ଦେବତା ମାନଙ୍କୁ ଯୁଦ୍ଧରେ ସାହାଯ୍ୟ କରିବାକୁ ଯାଇଥିବେ, ବର ମାଗିବେ। ତେଣୁ ହରେ କୃଷ୍ଣ। ମୁଚୁକୁନ୍ଦ, ହରେ କୃଷ୍ଣ, ଦଣ୍ଡବତ ପ୍ରଣାମ ପ୍ରଭୁଜୀ। ଏ ମୁଚୁକୁନ୍ଦକୁ କଣ କହିଲେ ପ୍ରଭୁଜୀ ଟିକେ? ମୁଚୁକୁନ୍ଦ କାଳ ଯବନକୁ ବଧ କରିଥିଲେ। ଆଜ୍ଞା ଆଜ୍ଞା। ଏବଂ ତାପରେ ଏମାନେ ଏଇ ଯୋଉ ମାନଙ୍କର ନାଁ କୁହାଗଲା, ଏମାନେ ବଳରାମ, ଅର୍ଜୁନ ଆଉ ଭୀମଙ୍କ ଦ୍ଵାରା ବଦ୍ଧ ହେଇଥିଲେ ଏବଂ ଏମାନେ ସମସ୍ତେ ମୁକ୍ତି ପାଇଥିଲେ। ଆପଣ ମାନେ ଲେଖିବେ ଯୋଉ ପଏଣ୍ଟ ଗୁଡା ଉପରେ ଲେଖିଛନ୍ତି, ଉପରୋକ୍ତ ସମସ୍ତ ରାଜା ବା ଅସୁର ମାନେ ଏମାନେ ମୁକ୍ତି ପ୍ରାପ୍ତ କରିଥିଲେ। ସୁର ରାଜା। ତାପରେ ଯୋଉ ସପ୍ତବୃଷ କଥା ଦେଖନ୍ତୁ, ପ୍ରଭୁପାଦ ଅନୁବାଦରେ ଲେଖିଛନ୍ତି ବା ଶ୍ଲୋକରେ ଅଛି। ସେଇ ଯୋଉ ବୃଷ ବା ମହିଷୀ ମାନେ ସେମାନେ ମଧ୍ୟ ମୁକ୍ତି ପ୍ରାପ୍ତ କରିଥିଲେ। କିନ୍ତୁ ସେମାନେ ଅନ୍ୟ ସମୟରେ ପରେ ମୁକ୍ତି ପ୍ରାପ୍ତ କଲେ, କାରଣ ସେମାନେ ପଶୁ ଜନିରେ ଥିଲେ। ସପ୍ତବୃଷ। ତାପରେ ଲେଖନ୍ତୁ ପ୍ରଳମ୍ବ, ଧେନୁକା ଯେତେ ରାକ୍ଷସ ମାନେ ଅଛନ୍ତି ତାଙ୍କ ଭିତରୁ ପ୍ରଳମ୍ବ ଏବଂ ଧେନୁକା ଏମାନେ ପ୍ରଳମ୍ବ, ଧେନୁକା ଏବଂ ପୌଣ୍ଡ୍ରକ ସେ ନିଜକୁ ଭଗବାନ ବୋଲି ଦାବି କରୁଥିଲେ। ପୌଣ୍ଡ୍ରକ, ପ୍ରଳମ୍ବ, ଧେନୁକା, ପୌଣ୍ଡ୍ରକ, ଦନ୍ତବକ୍ତ୍ର ଏମାନେ ବୈକୁଣ୍ଠକୁ ପ୍ରାପ୍ତ କଲେ। ସାଯୁଜ୍ୟ ମୁକ୍ତି ପ୍ରାପ୍ତ ବୈକୁଣ୍ଠ। ଦନ୍ତବକ୍ର ସାଯୁଜ୍ୟ ମୁକ୍ତି। ହଁ,
विश्वनाथ लिखिଛନ୍ତି ଏମାନେ ପରବର୍ତ୍ତୀ ସମୟରେ ଏମାନେ ତାର ଯୋଉ ଲୀଳା ଗୁଡିକ ଆପଣ ମାନେ ଭାଗବତର ଶ୍ଲୋକ ଅନୁସାରେ ଆପଣ ମାନେ ବୁଝିପାରିବେ। ତେଣୁ ଭଗବାନଙ୍କର ଏଇ ଯୋଉ ଦିବ୍ୟ ଲୀଳା ଭଗବାନଙ୍କ ସହିତ ଯେକୌଣସି ଭାବରେ ଯେତେବେଳେ ସମ୍ବନ୍ଧିତ ହୁଏ ସେତେବେଳେ ସେ କଣ ହୁଏ ତାର ଆତ୍ୟନ୍ତିକ ଦୁଃଖର ନିବୃତ୍ତି ହୁଏ ଆଉ ସେ ଭଗବାନଙ୍କର ଶାଶ୍ୱତ ଧାମକୁ ପ୍ରାପ୍ତି କରେ। କିନ୍ତୁ ଆମେ ମାନେ କଣ କରିବା ଦରକାର ଆମେ ମାନେ କେବେ ହେଲେ ବି ଭଗବାନଙ୍କର ବିରୁଦ୍ଧାଚରଣ କରିବା କଥା ନୁହେଁ। ଆମେ ମାନେ ଭଗବାନଙ୍କର ପ୍ରେମମୟ ସେବାରେ ନିଯୁକ୍ତ ରହି ଭଗବାନଙ୍କ ଧାମକୁ ପ୍ରାପ୍ତ କରିପାରିବା। ତେଣୁ ଯଦିଓ ଅସୁର ମାନେ ଭଗବାନଙ୍କର ଧାମକୁ ପ୍ରାପ୍ତ କରନ୍ତି କିନ୍ତୁ ସେଠି ସେମାନେ ଏଇ ଯୋଉ ପ୍ରେମମୟ ସେବା ଇ ସେବାର ପ୍ରାପ୍ତି ହୁଏ ଏବଂ ତା ଭିତରେ ଅନେକ ଯାହା କୁହନ୍ତି ଭେରାଇଟି ରହିଛି କାଟାଗୋରୀ ରହିଛି ଯାହା ଆପଣ ଦଶମ ସ୍କନ୍ଦ ଯେତେବେଳେ ଆସ୍ୱାଦନ କରିବେ ସେତେବେଳକୁ ୟାର ବିସ୍ତୃତ ଯୋଉ ବ୍ୟାଖ୍ୟା ପ୍ରାପ୍ତ ହେଇପାରିବ। ଶ୍ଲୋକ ସଂଖ୍ୟା 36 କାଳେନ ମିଳିତ ଧିୟାମ୍ ଅବମୃଶ୍ୟ ନୃଣାମ୍ स्तोकायुषां स्वनिगम बत दूर पारः आविर्हितस्तु अनुजुगम सहि सत्यवत्यां वेद द्रुम विटपसो विभजिष्यति स्म। हरिहर प्रभु आपण अनुवाद पढ़िए श्लोक संख्या 36 ର ଅନୁବାଦ ପଢିବେ। श्रीकृष्ण प्रणाम प्रभु। श्लोक नंबर 36 अनुवाद। सत्यव्रत सुत अर्थात व्यासदेव अवतार रे स्वयं भगवान तांको कृत वेद बा भौतिक साहित्य अल्पायुष विशिष्ट बुद्धिहीन व्यक्ति मानक पक्षरे अत्यंत कष्टकर हेबो बोली विचार करिवे एवं एहिपरि भावरे से जुगानुजाई वेद रूपक कल्पवृक्ष को विभिन्न भागरे विभक्त करिवे। हरे कृष्ण। हाँ तेणु तापरे सत्यावेश अवतार कथा कुहागला ଏବଂ ସେ ସତ୍ୟାବେଶ ଅବତାରରେ ପ୍ରଥମେ ଭଗବାନ ବ୍ୟାସଦେବ ପରାଶର ସତ୍ୟବତୀ ନନ୍ଦନ ଭଗବାନ ବ୍ୟାସ ଯେ କଳିହତ ଜୀବ ମାନଙ୍କର ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିକୁ ଦେଖିକି ଯିଏ ଗ୍ରନ୍ଥ ରଚନା କଲେ ଏବଂ ତା ଭିତରେ ଶ୍ରୀମଦ୍ ଭାଗବତ ମହାପୁରାଣ ମାନଙ୍କୁ ପ୍ରଦାନ କଲେ। 36 ନମ୍ବର ଶ୍ଲୋକରେ ବ୍ୟାସଦେବଙ୍କର ବା ସତ୍ୟାବେଶ ଅବତାର ରୂପରେ ବ୍ୟାସଦେବଙ୍କର ଅବତରଣ କରାଯାଇଛି। ତାପରେ 37 ନମ୍ବର ଶ୍ଲୋକ ଶ୍ରୀମଦ୍ ଭାଗବତମର ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଅନେକ ବିତର୍କିତ ଏ ଶ୍ଲୋକ। ଆସନ୍ତୁ ଆମେ ତାକୁ ବୁଝିବା। ଦେବଦିଶାଂ ନିଗମଂ ବର୍ତ୍ମନି ନିଶ୍ଚିତାନାଂ ପୂର୍ଭିର୍ମୟେନ ବିହିତାଭିର୍ ଅଦୃଶ୍ୟତୁର୍ଭି लोकान् घ्नतां मति विमोहम् अति प्रलोभम् देशं विधाय बहुभाष्यत औपधर्म्यम्। पंकजना प्रभु आपण अनुवाद पढ़िया को चाहिए श्लोक नंबर 37। हरे कृष्ण प्रभु प्रणाम। So when the atheist, after being well versed in the Vedic scientific knowledge, annihilate inhabitants of different planets flying unseen in the sky on well-built rockets prepared by the great scientist Maya, the Lord will bewilder their minds by dressing himself attractively as Buddha and will preach on sub-religious principles. हरे कृष्ण प्रभु। तेणु नास्तिक माने जेतेबेले वेदरे थिबा विज्ञान रे खूब पारंगम होई एक विशिष्ट वैज्ञानिकमय दानव द्वारा सुनिर्मित व्योमयान रे अंतरिक्ष रे अदृश्य भावे उड़ी विभिन्न लोकर अधिवासी मानको विनाश करिवे सेतेबेले भगवान निज को अति आकर्षणीय भावे बुद्ध रूप रे सजाई अवतीर्ण हेबे एवं नास्तिक मानकर मन को विभ्रांत कराइबे से बुद्ध दे उपधर्म नीति प्रचार करिवे। तेणु बेले बेले जहाँकि परिवेश समय एवं स्थान काल पात्र अनुसार भगवान कौन करती विविध रूप धारण करती किंतु यही श्लोक रे श्रील प्रभुपाद वर्णना करछंती जे एई जो आमे जो गौतम बुद्धଙ୍କର चरित्र शुणुचे बा इतिहास रे प्राप्त करछे किंतु भगवान बुद्ध होचंती भिन्न। तेणु किबळी भावरे लोक वेदरे वर्णित पथकु राक्षस माने कौन करिकी पालन कर माने ताको ग्रहण करिकी से माने मनुष्य मान को बद्ध करथुले। तेणु एवं अत्यंत मायार प्रभाव रे से माने सर्वदा यात्रा करथुले तांकर शत्रु मान तांको देखि पारु नथिले एवं से माने कौन करथुले ना औपधर्म्यम से माने उपधर्म को जा कहंती धारण करी लोक मानन को कष्ट दउथुले।
ତେଣୁ ଭଗବାନ କଣ କଲେ ନା ବୁଦ୍ଧ ରୂପରେ ଆସିକି ସେଇଭଳି ଯୋଉ ନାସ୍ତିକ ମାନଙ୍କୁ କୃତାର୍ଥ କରିବା ପାଇଁ, ତାଙ୍କୁ ଦୟା କରିବା ପାଇଁ ଭଗବାନ ବୁଦ୍ଧ ରୂପରେ ପ୍ରକଟ କଲେ। କିନ୍ତୁ ଜୀବ ଗୋସ୍ୱାମୀ हरे कृष्ण। ବର୍ଣ୍ଣନା କରିଛନ୍ତି ଯେ ଏଇ ଯୋଉ ବୁଦ୍ଧଙ୍କ ବିଷୟରେ ଆମେ ଶ୍ରବଣ କରୁଛେ, ଇଏ ବାସ୍ତବରେ ଭଗବାନ ବୁଦ୍ଧ ନୁହେଁ। ଭଗବାନ ବୁଦ୍ଧ ଅନ୍ୟ କଳି ଯୁଗରେ ପ୍ରକଟ ହେଇଥିଲେ ବୋଲିକି ଯାହା କୁହନ୍ତି ଶ୍ରୀ ଜୀବ ଗୋସ୍ୱାମୀ ପାଦ ବର୍ଣ୍ଣନା କରୁଛନ୍ତି। ଆପଣ ମାନେ ଏହାକୁ ନୋଟ କରିପାରିବେ, କାରଣ ଇଏ ଅତ୍ୟନ୍ତ ବିତର୍କିତ ଯାହା କୁହନ୍ତି ଶ୍ଲୋକ, ଯୋଉଥିରେ କି ଅନେକ ମାନେ ବିବାଦ ରହିପାରେ ଅନ୍ୟ ସମ୍ପ୍ରଦାୟ ସହିତ। କିନ୍ତୁ ଆମର ଆଚାର୍ଯ୍ୟ ମାନେ ଏଇ ଶ୍ଲୋକ ଉପରେ ଏଇଭଳି ମତ ଦଉଛନ୍ତି। ଆପଣ ମାନେ ଲେଖିବା ଦରକାର। ଶ୍ରୀ ଜୀବ ଗୋସ୍ୱାମୀ ମତ ପ୍ରଦାନ କରୁଛନ୍ତି ଯେ ଭଗବାନ ବୁଦ୍ଧ ଅନ୍ୟ କଳିରେ ପ୍ରକଟ ହେଇଥିଲେ। ବର୍ତ୍ତମାନ ସମୟରେ ଯୋଉ ବୁଦ୍ଧ ଦେବଙ୍କୁ ଆମେ ତାଙ୍କ ବିଷୟରେ ପ୍ରାପ୍ତ ହଉଛେ ଇତିହାସରେ, ସେ ଭଗବାନ ବୁଦ୍ଧ ନୁହନ୍ତି। କାରଣ ବର୍ତ୍ତମାନ ଯୋଉ ବୁଦ୍ଧଙ୍କର ଚରିତ୍ର ଆମେ ଶୁଣୁଛେ ଏବଂ ଭାଗବତରେ ଯୋଉ ବୁଦ୍ଧ ଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ତା ଭିତରେ ବହୁତ ତଫାତ ରହିଛି। କାରଣ ଏଥିରେ କୁହାଯାଉଛି ଯୋଉ ରାକ୍ଷସ ମାନେ, ସେମାନେ ବେଦକୁ ଗ୍ରହଣ କରି ଉପଧର୍ମକୁ ଆଚରଣ କରିକି ସେମାନେ ମାନବ ସମାଜକୁ କଷ୍ଟ ଦେଉଥିଲେ ଏବଂ ସେମାନେ ଏପରିକି ଏଭଳି ଥିଲେ, ସେମାନେ ଗ୍ରହ ମାନଙ୍କୁ ମଧ୍ୟ ନଷ୍ଟ କରିଦଉଥିଲେ। ଯାହାକି ଆପଣ ମାନେ ବର୍ତ୍ତମାନ ଯୋଉ ବୁଦ୍ଧ ଦେବଙ୍କର ଚରିତ୍ରରେ ଏଇ ଜିନିଷ ଆମେ ପ୍ରାପ୍ତ କରିପାରିବା ନାହିଁ। ପରବର୍ତ୍ତୀ ଶ୍ଲୋକ। जर्हि आलयस्वपि सतां न हरे कथा स्युः पाषण्डिन द्विजजना वृषणानुदेवा स्वाहा स्वधा वसट् इति स्म गिरो न जत्र शास्ता भविष्यति कलेर्भगवान् जुगान्ते। श्यामा सखी माता जी आपण अनुवाद पढ़ंतु श्लोक संख्या 38। हरे कृष्ण। श्यामा सखी माता जी। हरे कृष्ण प्रभु जी धन्यवाद प्रणाम। गोटे बाहर अच्छी ठीक अच्छे ठीक अच्छे। तारपरे कलिजुग शेषरे जेतेबेले भगवानकर कथा आउ कीर्तित हब नाही, एपरिकी तथाकथित साधु एवं तिनि उच्च वर्णर सभ्य शिक्षित व्यक्ति मानक गृहरे मध्य कीर्तित हेब नाही। एवं जेतेबेले नीच वर्णर लोक माने अर्थात शूद्र एवं सेमानक ठारो न्यून वर्णर लोक माने भोट पाई शासक साजी मंत्री साजी शासन गादिरे बसिबे एवं जेतेबेले वेद वर्णित यज्ञानुष्ठान कथा लोक भूली जिवे, एपरिकी कथारे भी ताहा उच्चारित हेब नाही, सेतेबेले भगवान प्रधान शास्ति प्रदानकारी रूपरे आविर्भूत हेबे। तेणु एई श्लोकरे श्लोक नंबर 38 रे कल्की देव भगवान कल्कींकर कथा वर्णना करा जाउची। एठी कहा होची वृषला नृदेवा द्वितीय श्लोकर द्वितीय चरणर शेष शब्द को देखन। वृषला नृदेवा, वृषला शब्द शूद्र मानक कहा जाए आ नृदेव राजा मानक कहा जाए। कलिजुगर शेष रे कले जुगान्ते भगवान कौन हे प्रकट हेबे, वर्तमान नुहे। तेणु यही जो अवतार कल्की अवतार विषय किए कहते ब्रह्मा नारद मुनि कहते एवं जेमती बराहवादी भगवान अन्य कल्परे प्रकट होती किछि मन्वंतर अवतार विषय अतीत वर्णना कराई शुणी सारे एवं आगु को किछि मन्वंतर अवतार आसबे जहाँ आम शुणीचे। धन्वंतरी परशुराम प्रकट हो सारी, रामंकर प्राकट्य होती, राम एवं अन्य प्रकट हेबे आगु को ब्रह्मा जी कहते। तेणु यही श्लोक रे जो ग्रामर रही कौन कर देखिकी जानिया दरकार जे भविष्य रे कली जुग रे शेष को कौन करिवे ना भगवान कल्की रूप प्रकट होगी म्लेच्छ मान को भगवान कौन करिवे तांको बद्ध करिकी पुनः जगत रे धर्म को प्रतिष्ठा करिवे। तेणु जदि एठी भगवान को आश्रम रे आसीबे, गृहस्थ हेबे ना वानप्रस्थी हेबे ना सन्यासी हेबे, एटा वर्णना करा जायनि। किंतु से पाखंड मानकु शूद्र म्लेच्छ राजा मानकु से कौन करिवे ना बद्ध करिया पई प्रकट हेबे। श्लोक संख्या 39।
स्वर्गे तपोहम ऋषयो न भजे प्रजेशः स्थाने तधर्म मंत्र मरावनीसः अन्ते तद्धर्म हर मन्युवसासुराद्या माया विभूतया इमः पुरुषक्तिभाजः। अचिंत्य कृष्ण प्रभु आपण अनुवाद पढ़ंतु। हरे कृष्ण। अचिंत्य कृष्ण प्रभु अनुवाद पढ़ो। अच्छा प्रभु एबे जाते ठीक अच्छे। चरण सरोज प्रभु आपण अनुवाद पढ़ो। ସୃଷ୍ଟିର ପ୍ରାରମ୍ଭରେ ତପସ୍ୟା ଆଚରଣ କରିଥିବା ବ୍ରହ୍ମା ଏବଂ ପ୍ରଜାପତିଗଣ ତଥା ପ୍ରଜା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ଋଷିଗଣ ତତ୍ପରେ ସୃଷ୍ଟି ରକ୍ଷା କରିବା ବା ପାଳନ କରିବା କାଳରେ ଭଗବାନ ବିଷ୍ଣୁ ନିୟନ୍ତ୍ରଣ ଶକ୍ତି ସମ୍ପନ୍ନ ଦେବତାଗଣ ଏବଂ ବିଭିନ୍ନ ଲୋକର ରାଜା ବା ଶାସକ ଗଣ କିନ୍ତୁ ଶେଷରେ ଅନ୍ତ କାଳରେ ଅଧର୍ମ ଏବଂ ଶ୍ରୀ ଶିବଜୀ ଓ କ୍ରୋଧ ପରିପୂରିତ ନାସ୍ତିକ ଗଣ ଏସବୁ ପରମ ଶକ୍ତିମାନ ଭଗବାନଙ୍କର ପ୍ରତିନିଧି ରୂପକ ଶକ୍ତିର ବିଭିନ୍ନ ପ୍ରକାଶ। ତେଣୁ ଆପଣ ମାନେ ଏଠି ନୋଟ କରିବା ଦରକାର ଏଇ ଶ୍ଲୋକରେ ଗୁଣ ଅବତାର ମାନଙ୍କ ବିଷୟରେ କୁହାଯାଉଛି ଏବଂ ସୃଷ୍ଟିର ପ୍ରାରମ୍ଭ ସୃଷ୍ଟିରେ ଯେତେବେଳେ ସୃଷ୍ଟି ଆରମ୍ଭ ହେଲା ସେତେବେଳେ କଣ ହେଲା ନା ତପସ୍ୟା କରିଥିଲେ କିଏ ନା ବ୍ରହ୍ମା ତପସ୍ୟା କରିଥିଲେ ଏବଂ ତାପରେ ପ୍ରଜାପତି ମାନେ ତାପରେ ମହାନ ଋଷି ମାନେ ସେମାନେ ସବୁ କଣ ହେଇଥିଲେ ନା କରିବା ପାଇଁ ମାନେ ଯାହା କୁହନ୍ତି ଉଦ୍ଦେଶ୍ୟ ବ୍ରହ୍ମା ଏବଂ ଋଷିଗଣ ପ୍ରଥମେ ସୃଷ୍ଟି ହେଲେ ଯୋଉମାନେ ଗୁଣ ଅବତାର ନା ପାଳନ ଗୁଣ ଅବତାର। ତେଣୁ ତିନୋଟି କଥା ମୁଁ କହିଲି ପ୍ରଥମେ ହଉଛି ସୃଷ୍ଟିର ଗୁଣ ଅବତାର ତିନି ପ୍ରକାର ତଥା ସୃଷ୍ଟି ପାଳନ ଏବଂ ଧ୍ୱଂସ। ସୃଷ୍ଟିରେ ରହିଲେ ବ୍ରହ୍ମାଜୀ ପ୍ରଜାପତି ମାନେ ଏବଂ ଋଷି ମାନେ ବା ସାଧୁ ମାନେ ଏବଂ ସାଧୁ ନୁହେଁ ଋଷି ମାନେ ବ୍ରହ୍ମା ପ୍ରଜାପତି ଋଷି ରହିଲେ ସୃଷ୍ଟିରେ କାରଣ ଏମାନେ କଣ କରିବେ ନା ସୃଷ୍ଟି କରିବେ ଏବଂ ପାଳନରେ ବିଷ୍ଣୁ ଏବଂ ଦେବତା ରାଜା ମାନେ ରହିବେ ଏବଂ ଧ୍ୱଂସରେ ଶ୍ରୀ ଶିବଜୀ ଏବଂ ନାସ୍ତିକ ମାନେ ରହିଲେ ଏମାନେ ହଉଛନ୍ତି ଭଗବାନଙ୍କର ଗୁଣ ଅବତାର। ଶ୍ଲୋକ ସଂଖ୍ୟା 40 ବିଷ୍ଣୁ ବୀର୍ଯ୍ୟ ଗଣନାମ ତମୋହର ବିଷ୍ଣୁ ବୀର୍ଯ୍ୟ ଗଣନାମ ଭଗବାନ ଶ୍ରୀ ବିଷ୍ଣୁଙ୍କର ବଳ ବୀର୍ଯ୍ୟ କଥା କିଏ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିପାରିବ ଏପରିକି ଯେଉଁ ବୈଜ୍ଞାନିକ ଯିଏକି ବ୍ରହ୍ମାଣ୍ଡର ଅଣୁକଣ ଗୁଡିକର ସଂଖ୍ୟା ଗଣନା କରିପାରିଥିବେ ସେ ମଧ୍ୟ ଏହା କରିପାରିବେ ନାହିଁ କାରଣ କେବଳ ସେହି ଭଗବାନ ତାଙ୍କର ତ୍ରିବିକ୍ରମ ବାମନ ରୂପରେ ଅତି ସହଜରେ ତାଙ୍କର ପାଦକୁ ବ୍ରହ୍ମାଣ୍ଡର ସର୍ବୋଚ୍ଚ ଲୋକ ଅର୍ଥାତ୍ ସତ୍ୟ ଲୋକର ଉର୍ଦ୍ଧ୍ୱକୁ ନେଇ ପାରିଥିଲେ। ସତ୍ୟ ଲୋକର ଉର୍ଦ୍ଧ୍ୱରେ ଯେଉଁ ସ୍ତରରେ ଭୂତ ପ୍ରକୃତିର ତ୍ରିଗୁଣର ନିଷ୍ପ୍ରଭ ସ୍ଥିତି ରହିଛି ସେ ପର୍ଯ୍ୟନ୍ତ ସେ ତାଙ୍କର ପାଦକୁ ନେଇ ପାରିଥିଲେ ଏଥିରେ ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ। ତେଣୁ ଏଠି ଭଗବାନଙ୍କର କଣ କରାଯାଉଛି 40 ନମ୍ବର ଶ୍ଲୋକର ମୁଖ୍ୟ ବିଷୟ ହେଉଛି ଭଗବାନଙ୍କର ମହାନତା। ଆପଣ ମାନେ ଏଟା ଲେଖିବା ଦରକାର ପରବର୍ତ୍ତୀ ସମୟରେ ଏଇ ଶ୍ଲୋକ ଗୁଡିକୁ ଆପଣ କନେକ୍ଟ କରିପାରିବେ। ଦେଖନ୍ତୁ ଶ୍ରୀମଦ ଭାଗବତମକୁ ଆସ୍ୱାଦନ କରିବାର ଅନେକ ଯାହା କୁହନ୍ତି ବିଧାନ ରହିଛି ତା ଭିତରେ ଯଦି ଜଣେ ପ୍ରକୃତରେ ଆସ୍ୱାଦନ କରିବାକୁ ଚାହେଁ ତାହେଲେ ସେ ପ୍ରଥମେ ଜାଣିବା ଦରକାର ଯେ କେଉଁମାନେ ହନ୍ତି ଭଗବାନଙ୍କର ମନ୍ୱନ୍ତର ଅବତାର କୋଉମାନେ ଗୁଣ ଅବତାର କୋଉମାନେ ଲୀଳା ଅବତାର କୋଉମାନେ ସତ୍ୟାବେଶ ଅବତାର ଏବଂ ତା ଭିତରେ ସ୍ୱୟଂ ଭଗବାନ। ତେଣୁ କୋଉ ମନ୍ୱନ୍ତରରେ କୋଉ ଅବତାର ଆସିଥିଲେ କୋଉ ଭକ୍ତ ପାଇଁ ଆସିଥିଲେ ଆଉ କଣ ଲୀଳା କରିଛନ୍ତି ଯଦି ଜଣେ ଏହାକୁ ନୋଟ କରିନିଏ ସେ ସମ୍ପୂର୍ଣ୍ଣ ଭାଗବତକୁ ତାର ହୃଦୟରେ ଧାରଣ କରିବାର ସାମର୍ଥ୍ୟ ପାଇଯିବ। ତେଣୁ ବଡ ସାବଧାନ ଏଇ ସହକାରେ ଏଇ ଅଧ୍ୟାୟଟିକୁ ଆପଣ ମାନେ ଗ୍ରହଣ କରିବା ଦରକାର। ତେଣୁ ଏଠି ଭଗବାନଙ୍କର ମହାନତା ବିଷୟରେ ବର୍ଣ୍ଣନା କରାଯାଉଛି କି ଜଣେ କଣ କରିପାରେ
महाराज श्री प्रभु श्री राधाविंद महाराज इस श्लोक को बारंबार नियंती बहुत भगवान का प्रति आस्था बढ़िया पाई ये श्लोक बहुत गुरुत्वपूर्ण वर्णना करवा संभव नुहे आ विष्णुकर शक्ति को एठी ए श्लोक रे कर्तुम शब्दटी कौन अच्छी मिसज वर्णना करा जाए तेणु जे कि त्रिविक्रम बामन रूप प्रकट होते बामन देव कौन होते ना शिशु रूप छोट पिला रूप आसते किंतु से जेतेबेले तांकर विशाल रूप बढ़ेले एवं विशेष कर तांकर तृतीय पाद को बढ़ेले जेतेबेले सेही भगवान नाम कौन हला ना त्रिविक्रम हला एवं तांकर प्रकोप रे तांकर प्रभाव रे कौन हला ना प्रकृति थरिया को पड़ला इति सदानंद सदानंद जहाँ भूत प्रकृति थरिया को लगे तांकर प्रभाव रे तेणु वैदिक मंत्र रे कौन करा वर्णना करा जायछि विष्णु वीर्यानि किम प्रवोचम यत् प्रतिवादपि विमने रजंसि यो सक्षमात् उत्तरम साधष्टम विचारक मानसम त्रयो दुर्गाः एतरे कहा जाउछि जणे केबे हेले किए जदि भगवान जगतर धूलिकणा को कौन करे ना से गणी दे पारे जदि ओटा इथि बहुत शक्ति आवश्यक संभव नुहे किंतु भगवान विष्णुकर कार्य को जणे बुझिबा तांकर लीला को बुझिबा एटा संभव नुहे तेणु एटा कहा पे देवता पक्षरे मध्य तेणु श्रीमद् भागवतम रे प्रथम श्लोक रे वर्णना करा है मुह्यंती यत् सूरयः भगवान कर लीला को देखिकी देवता माने मध्य मोहित हो जाए तेणु अन्य मानकर कथा आउ कौन कह साधारण मनुष्य जे बुझी पारिबेनी एथरे आश्चर्य होबार किछि नै तेणु जदिओ एठी कहा जाउछि देवता माने मध्य कौन करती ना भगवान कर लीला को बुझी पारती ना परवर्ती श्लोक बुझीबा नान्तं विदाम्यहम् इमी मुनयो व्रजास्ते मायाबलस्य पुरुषस्य कृतो वराजे गायन् गुणान् दशशताननादिदेवः शेषोऽधुनापि समवस्यति नास्य पारम् इस श्लोक रे वर्णना करा जाउछि जे पूर्व श्लोक रे भगवान कर महानता कथा कहला एवं इतरे कहा जाउछि जे भगवान अनंत भी भगवान कर गुण को जहाँ कहती से कौन करेंगे तार कलना करि तार सीमा मध्य से निर्धारित करि पारंती नाही तेणु अनुवाद संकर्षण बलराम प्रभु हरे हरे कृष्ण प्रभु जी दंडवत प्रणाम सुविलानी मते आवाज सुविलानी आज्ञा श्लोक संख्या 41 रो अनुवाद पढो हां मो आवाज सुबुची प्रभु जी आपन का आवाज सुविलानी मु पढी परिबी हां हरे कृष्ण दंडवत प्रणाम प्रभु जी श्लोक सुबुची प्रभु 41 खाली अनुवाद पढिबे ना हाँ प्रभु अनुवाद पढ़ंतु हाँ अनुवाद मु किंबा तुम पूर्वरु जन्म लाभ करिथिबा मुनि ऋषिगण केही हेले से सर्वशक्तिमान भगवान को संपूर्ण भावे जानी नाहांती एपरि स्थले आंभ मानक परे जन्म होइथिबा अन्य मानक कथा बा कोन कहिबा बा सेमाने भगवानक संबंध रे कोन बा जानिछंती एपरिकी शेष नाम रे परिचित भगवानकर प्रथम अवतार ए ज्ञानर अंत पाई पारी नाहांती जदिओ से 10,000 मुखरे भगवानकर गुणगान करुचंती तथापि से भगवानक संबंध रे संपूर्ण कथा जानी पारी नाहांती हरे कृष्ण तेणु ए श्लोक रे शेष देवंकर कथा कहा जाउछि भगवान शेष मध्य
ଭଗବାନଙ୍କର ମହିମାକୁ ସେ ପୂର୍ଣ୍ଣ ଭାବରେ ସେମାନେ ବୁଝି ପାରୁନାହାନ୍ତି। ତେଣୁ ଏଥିରେ ଭଗବାନଙ୍କର ମାୟା ଶକ୍ତିର ପ୍ରଚଣ୍ଡତାକୁ ବର୍ଣ୍ଣନା କରାଯାଇଛି। ଆଧ୍ୟାତ୍ମିକ ଶକ୍ତିର ମାନେ କିଭଳି ପ୍ରଭାବ ତାକୁ ବର୍ଣ୍ଣନା କରୁଛନ୍ତି ଯେ ଶେଷଦେବ ବି ଭଗବାନଙ୍କର ଗୁଣଗାନ କରିକି ଆଧ୍ୟାତ୍ମିକ ଜଗତରେ ସିଏ ତୃପ୍ତ ହେଇପାରୁନାହାନ୍ତି। ତେଣୁ ବେଳେ ବେଳେ ଦେଖାଯାଏ କ୍ଷୁଦ୍ର ମନୁଷ୍ୟ ସେ କାହାକୁ ଭଗବାନ କହେ, କୌଣସି ରକ୍ତ ମାଂସର ମନୁଷ୍ୟକୁ ସେ ଭଗବାନ କହେ। ବା ଆମମାନେ ବେଳେ ବେଳେ ଦେଖୁ ଆମର ଅଜ୍ଞାନତା କାରଣରୁ ଆମମାନେ ବହୁତ ସମୟ ଅନ୍ୟମାନଙ୍କୁ କହୁ ଯେ ଇଏ ବହୁତ ଶକ୍ତିଶାଳୀ ବା ବହୁତ ପ୍ରଶଂସାରେ ଅନେକ କିଛି କଥା କହିଦଉ। ବିଶେଷ କରି ଯେତେବେଳେ ଆମେ କାହାର ଜନ୍ମଦିନ ପାଳନ ହୁଏ ବା ଭାବର ଆବେଶରେ ଆସିକି ବା ଜଣେ ଜଣଙ୍କୁ ସତ୍ୟାବେଶ ବୋଲି ବି କହିଦଉ। ଯେମିତି ପ୍ରଭୁପାଦଙ୍କର ଯୋଉ ଜିନିଷ ଗୁଡିକ ରହିଛି। କିନ୍ତୁ ସତ୍ୟାବେଶ ଶବ୍ଦର ଅର୍ଥଟା ବହୁତ ତାର ମାନେ ଜଣେ କଳ୍ପନା କରିପାରିବନି। ଯୋଉମାନଙ୍କର ଶାସ୍ତ୍ରୀୟ ଯାହା କହନ୍ତି ଜ୍ଞାନ ନାହିଁ ସେମାନେ ଜିନିଷଟାକୁ ବୁଝିପାରିବେ। ବାସ୍ତବରେ ମାନେ ବଦ୍ଧ ଜୀବ ସେମାନେ କଣ ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର ଯେ ମୃତ୍ୟୁ ପୂର୍ବରୁ ଜଣେ ଯାହା କୁହନ୍ତି କଣ କରିବା ଦରକାର, ଭଗବାନଙ୍କର ନାମ ରୂପ ଲୀଳା ଗୁଣକୁ ସେ ହୃଦୟରେ ଧାରଣ କରିନେବା ଦରକାର। କାରଣ ଯେତେବେଳେ ଯାହା ହଉ ଆମ ପାଖରେ ବି ସମୟ ବହୁତ କମ ରହିଛି। ମୃତ୍ୟୁ ସମୟଟା ବହୁତ ଭୟଙ୍କର ସମୟ। ଗରୁଡ ପୁରାଣରେ ବିଶେଷ କରି ବିସ୍ତୃତ ଭାବରେ ବର୍ଣ୍ଣନା ଅଛି। ଯୋଉମାନେ ଏଇ ଜୀବନରେ ଭଗବାନଙ୍କୁ ପାଇବାକୁ ଚାହୁଁଛନ୍ତି ସେମାନେ ଏଇସବୁ ବିଷୟରେ ଶୁଣିବା ଦରକାର। ଏବଂ ବିଶେଷ କରି ମୋର ସୌଭାଗ୍ୟ ହେଲା ଯେ ଆମ ମନ୍ଦିରରେ ଯେ ପ୍ରାୟ ଇସ୍କନ ଜଗତରେ ଯଦି ବି କୁହାଯିବ ଏଟା ଅତ୍ୟୁକ୍ତି ହବନି, ଏତେ ବୟସରେ ଜଣେ ସାଧୁ ଅପ୍ରକଟ ହବା ବା ଏତେ ବୟସ ପର୍ଯ୍ୟନ୍ତ ଶରୀରରେ ରହିବା କି ବର୍ତ୍ତମାନ ସମୟରେ ଗୋଟେ ବିରଳ ସମ୍ବାଦ। ଆମର ଇସ୍କନ ବୁର୍ଲାରେ ଶ୍ରୀପାଦ ଗୌରମୋହନ ପ୍ରଭୁ ଯାହା କୁହନ୍ତି ଅପ୍ରକଟ ହେଇଗଲେ 92 ବର୍ଷ ବୟସରେ। ଏବଂ ଆମେ ସମସ୍ତେ ପାଖାପାଖି 50 ଜଣ ଭକ୍ତ ତାଙ୍କ ପାଖରେ ଥିଲୁ ସେ ଯେତେବେଳେ ଶରୀର ତ୍ୟାଗ କଲେ। ତେଣୁ ଆମେ ଦେଖିପାରିଲୁ ଯେ ଆମର ଗୋଟେ ବହୁତ ବଡ ବିଶ୍ୱାସ ହେଇଗଲା ଯେ ଭଗବାନଙ୍କର ଯୋଉମାନେ ସେବା କରନ୍ତି ଭକ୍ତର ସ୍ଥିତିଟା ମହାନ। ଜଣେ ବେଳେ ବେଳେ ଆଜିର ସମାଜଟା କଣ ବା ଏଇ ଭୌତିକ ଜଗତଟା କଣ, ଏଠି ସବୁବେଳେ କଣ ହୁଏ ନା ଏଟା ହଉଛି ଗତିଶୀଳ। ଗତିଶୀଳ ଶବ୍ଦଟା ବୁଝିପାରୁଛନ୍ତି? ପ୍ରଭୁପାଦ ତାଙ୍କ ଶବ୍ଦରେ କୁହନ୍ତି ଯେ ଇସ୍କନ ଦି ସୋସାଇଟି ୱିଲ୍ ଗୋ ଅନ୍ ବଟ୍ ୟୁ ହାଭ୍ ଟୁ ଟେକ୍ କେୟାର ଅଫ୍ ୟୋରସେଲ୍ଫ। ଆଜି କିଏ ରାଜା ଅଛି କାଲି ସକାଳ ଆଉ କିଏ ରାଜା ହଉ। ଶ୍ରୀ ଶୁଭ ସ୍ୱାମୀ ଗୁରୁଦେବ କୁହନ୍ତି ବହୁ ଦାଦାଙ୍କୁ ମୁଁ ଏଠି ଦେଖି ସାରିଲିଣି। ଆଜି କିଏ ଦାଦା ଅଛି ତାର ଶାସନ ଚାଲୁଛି, କାଲି ସେ ଦାଦାର ସ୍ଥିତି ହିଁ ନାହିଁ। କାଲି ଆଉ କୋଉ ଦାଦା ଆସିବେ, ତାପରେ ସିଏ ପଳେଇବ ଆଉ କୋଉ ଦାଦା ଆସିବେ। ଆପଣ ମାନେ ଶୁଣୁଥିବେ ଯେତେବେଳେ ମାନେ ପ୍ରଭୁପାଦ ଥିଲେ, ପ୍ରଭୁପାଦଙ୍କ ପରେ ପ୍ରଭୁପାଦଙ୍କର ଶିଷ୍ୟ ମାନେ କେମିତି ଯାହା କୁହନ୍ତି ପରମ ପୂଜ୍ୟ ଶ୍ରୀ ଜୟପ୍ରକାଶ ସ୍ୱାମୀ ମହାରାଜ, ପରମ ପୂଜ୍ୟ ଗୋପାଳ କୃଷ୍ଣ ମହାରାଜ, ପରମ ପୂଜ୍ୟ ଭକ୍ତିଚାରୁ ସ୍ୱାମୀ ମହାରାଜ, ଏମାନେ ସବୁ କେମିତି ସୋସାଇଟିକୁ ମାନେ ଲିଡ୍ କରିକି ନେଲେ। ଏବଂ ତାପରେ ବର୍ତ୍ତମାନ ପିଢିରେ ଇସ୍କନର ଯୋଉ ସୁନ୍ଦର ଭକ୍ତ ମାନେ ସବୁ ରହିଛନ୍ତି ସେମାନେ ପ୍ରଚାର କରୁଛନ୍ତି। ୟା ପରେ ମଧ୍ୟ ପିଢି ଦର ପିଢି କଣ ହେବେ ନା ଭକ୍ତ ମାନେ ଆସିବେ। କିନ୍ତୁ ଆମକୁ ଆମର ସ୍ଥିତିକୁ ଦେଖିବାକୁ ପଡିବ ଆଉ ଆମକୁ ପ୍ରସ୍ତୁତ ହବାକୁ ପଡିବ। ନଚେତ୍ ଶେଷ ସମୟରେ ପ୍ରଭୁପାଦ କୁହନ୍ତି ବାରମ୍ବାର ଗୋଟିଏ କଥା ଭକ୍ତ ମାନଙ୍କୁ ମନେ ରଖିବାକୁ ପଡିବ। ଜୀବ ଗୋଟେ ବହୁତ ବଡ ଉପାଧି ଦ୍ଵାରା ତାକୁ କଣ କରାହେଇଛି, ମାୟା ଠକି ଦଉଛି ଯେ ମୁଁ ବ୍ରାହ୍ମଣ, ମୁଁ କ୍ଷତ୍ରିୟ ବା ମୁଁ ବୈଶ୍ୟ ବା ମୁଁ ଶୂଦ୍ର ବା ମୁଁ ବ୍ରହ୍ମଚାରୀ, ମୁଁ ଗୃହସ୍ଥ, ମୁଁ ସନ୍ନ୍ୟାସୀ, ମୁଁ ବାନପ୍ରସ୍ଥୀ ବା ମୁଁ ଏତେ ବଡ ଚାକିରି କରିଛି, ମୁଁ ଏତେ ବଡ ଯେକୌଣସି ସ୍ଥିତିରେ ମୁଁ ଏତେ ପାଠ ପଢିଛି ବା ମୁଁ ଏତେ ସୁନ୍ଦର ସେବା କରୁଛି। ଏଇଗୁଡା ଶେଷ ସମୟରେ କିଛି ରହିବନି। ଶେଷ ସମୟ ପାଇଁ ଯଦି ଜଣେ ପ୍ରସ୍ତୁତ ନ ହଉଛି ତାହେଲେ ସେ ବଡ ଠକିକି ଯିବ। ତୁମେ ତ ଯୁବକ ସମୟରେ ମୁଁ ଆପଣ ମାନଙ୍କୁ ଗୋଟେ ମୋର ହୃଦୟର କଥା କହୁଛି, ଯଦିଓ ସମୟ କମ ଅଛି, ଆଶା କରୁଛି ଯେ ଆପଣଙ୍କୁ ଏଟା ସତର୍କ କରିବା ପାଇଁ ବହୁତ ସାହାଯ୍ୟ କରିବ। କାରଣ ଭାଗବତ କ୍ଲାସ ମାନେ କ୍ଲାସ ପରେ ତ ଆମେ ଆମେ ପୁଣି ଆମ ମନ ଚଞ୍ଚଳ ହେଇଯିବ। ତାରେ ଜଣେ ନୂତନ ଭକ୍ତ ପରମ ପୂଜ୍ୟ ଶ୍ରୀ ରାଧାଗୋବିନ୍ଦ ମହାରାଜ ଗୋଟେ ବହୁତ ସୁନ୍ଦର ପ୍ରଶ୍ନ ପଚାରିଲେ। ସେ ପଚାରିଥିଲେ ମହାରାଜ ଆମେ ପ୍ରତିଦିନ ଯୋଉ ପାଠ କରୁଛେ ଦଶମ ଅପରାଧ, ଏଟା କଣ କରିବା ପାଇଁ, କରିବା ନା ନ କରିବା? ତେଣୁ ମହାରାଜ ଶ୍ରୀ କହିଲେ ନ କରିବା ପାଇଁ କୁହାହଉଛି। ସେ କହିଲେ ଆଜ୍ଞା ତ ଯେତେବେଳେ ପଢୁଛେ ବି ସେଇ ସମୟରେ କଣ୍ଟିନ୍ୟୁ ହଉଛି, ଆଉ ତାପରେ ତ ପଢି ସାରିଲା ପରେ ଇନଷ୍ଟାଣ୍ଟ ଆମେ ସେଇ କାମଟା କରୁଛେ ଯେ 10 ନାମ ଅପରାଧ ଆମେ କରୁଛେ। ତେଣୁ ଠିକ ସେଇଭଳି ଭାବରେ ଯୋଉଟା ଗୁରୁତ୍ୱପୂର୍ଣ୍ଣ ଜିନିଷ ସେଟା ସବୁବେଳେ କୁହାଯାଏ। ଆଉ ଭାଗବତ କ୍ଲାସ ମାନେ ଏଟା ସବୁବେଳେ ମନେ ରଖିଥିବେ ଭାଗବତ ଶେଷ ଯାତ୍ରାର ପ୍ରସ୍ତୁତି।
भागवत जे पढ़े से वैकुंठ जीवा पाई प्रस्तुति तेणु आपणको भगवान धाम को नवा पाई कौन करछनी सिलेक्ट करछन जेते जण भी आमे एठी बसिचे शुणुचे आमे सब भगवान को धाम रो अधिकारी अछि किंतु प्रस्तुतिटा केते माने सुंदर हवा दरकार हम ମୁଁ ଆପଣମାନଙ୍କୁ କହିଲି ଗୋଟେ କଥା କହିବାକୁ ଚାହୁଁଛି ଯେ ଦେଖନ୍ତୁ ଆମେ ମାନେ ସମସ୍ତେ ଭକ୍ତ ଆପଣ ମାନେ ମୋର ଏଇ କଥାରେ ସମସ୍ତେ ରାଜି ହେବେ ଯେ ଆମେ ଯେତେବେଳେ ଆମେ ଏଭଳିଆ ସତକୁ ମିଛ ବା ମିଛକୁ ସତ ରୂପରେ କଣ କରି ପ୍ରସ୍ତୁତ କରିପାରିବା ମୁଁ ବେଳେବେଳେ ବହୁତ ଭକ୍ତଙ୍କୁ ଦେଖେ ଯୋଉମାନେ ଯୋଉମାନଙ୍କର ନିଜର ଅଭିଜ୍ଞତା ନଥାଏ ବା ନିଜେ ନଥାନ୍ତି ସେମାନେ ଅନ୍ୟର କଥା ଶୁଣିକି ଏମିତି କୁହନ୍ତି ଯେ ଯେମିତି ସେମାନେ ନିଜେ ସେଇ କାର୍ଯ୍ୟଟା କରିଛନ୍ତି ବା ଗୋଟେ କଥା କହିବାକୁ ଗଲେ ଆମେ ଗୋଟେ କଥାକୁ ବହୁତ ସୁନ୍ଦର ଭାବରେ ରୂପାନ୍ତରିତ କରିକି ଆମେ ବ୍ୟକ୍ତ କରିପାରିବା ଯେତେବେଳେ ଆମର ଯୌବନ ଅଛି ଶରୀରରେ ସାମର୍ଥ୍ୟ ଅଛି କିନ୍ତୁ ଯେତେବେଳେ ଚେତନା ଅନକନସିୟସ ଷ୍ଟେଜକୁ ଆପଣ ପଳେଇବେ ସେତେବେଳେ ଆପଣଙ୍କର ସ୍ୱାଭାବିକତାଟା କାର୍ଯ୍ୟ କରିବ ସେତେବେଳେ କାହାକୁ ଠକିବେ ସେତେବେଳେ କେମିତି ଆକ୍ଟିଂ କରିବେ ସେତେବେଳେ ତ ଆପଣ ହାତ ଯୋଡି ପାରିବେନି ସେତେବେଳେ ଆପଣଙ୍କ ନିଜ ସ୍ଥିତିରେ ରହିବେ ସେତେବେଳେ କଣ କରିବେ ସେତେବେଳେ ଈଶ୍ୱରଙ୍କ ପ୍ରତି ଯେତେବେଳେ ଯୁବକ ଅବସ୍ଥାରେ ଯୋଉ ଭକ୍ତିଟା ଥିଲା ସେତେବେଳେ କାର୍ଯ୍ୟ କରେ ତେବେ ମୁଁ ଗୌରମୋହନ ପ୍ରଭୁଙ୍କ ବିଷୟରେ ପଦେ କହିବାକୁ ଚାହୁଁଛି ଯେ ପ୍ରଭୁ ଯେତେବେଳେ ଲାଷ୍ଟ ଦିନ 2 ଦିନ ଆଗରୁ ସେ ଜଣେ ଡକ୍ଟରଙ୍କ ଘରେ ଟ୍ରିଟମେଣ୍ଟ ହଉଥିଲେ ଏବଂ ସେ ବାସ୍ତବରେ ସେ ଗୃହସ୍ଥ ବ୍ୟକ୍ତି କିଭଳି ମାନେ ମୁଁ କଳ୍ପନା କରିପାରୁନି ତାଙ୍କର ସ୍ଥିତିକୁ ସେଇଥିଲାଗି ଗୃହସ୍ଥ ଜୀବନକୁ ଧନ୍ୟ ବୋଲି କୁହାଯାଏ ଗୃହସ୍ଥ ଗୋଟେ ଏଭଳି ପବିତ୍ର ଆଶ୍ରମ ଯୋଉଠି 3 ଆଶ୍ରମକୁ ସେମାନେ ପୋଷଣ କରନ୍ତି ବ୍ରହ୍ମଚାରୀ ମାନେ ଗୃହସ୍ଥ ମାନେ ପୋଷଣ କରନ୍ତି ବାନପ୍ରସ୍ଥୀଙ୍କୁ ପୋଷଣ କରନ୍ତି ସନ୍ନ୍ୟାସୀ ମାନଙ୍କୁ ପୋଷଣ କରନ୍ତି ଆଉ ଆଜିକା ସମୟରେ ସେବା ଏଇ ଶବ୍ଦର ବାସ୍ତବରେ ମୂଲ୍ୟ ହିଁ କିଛି ନାହିଁ ଭକ୍ତ ମାନଙ୍କ ଜୀବନରେ ଆମେ ଦେଖୁଛୁ ଲୋକ କିଛି ପଇସା ଦେଇପାରିବ କିନ୍ତୁ ଶରୀର ଦ୍ୱାରା ସେବା ଲୋକ ନିଜର ପିତାମାତାଙ୍କର ସେବା କରୁନାହାନ୍ତି ଆଶ୍ରମରେ ଆସି କଣ ସେବା କରିବେ ପିତାମାତା ତ ପ୍ରଥମ ଭଗବାନ ତେଣୁ ଦେଖନ୍ତୁ ଆମେ ମାନେ ସମସ୍ତେ ଭାଗବତ ପଢୁଛେ ମୁଁ ଯେତେବେଳେ ପ୍ରଥମେ ଆଧ୍ୟାତ୍ମିକ ଜୀବନକୁ ଆସିଥିଲି ବହୁତ ଛୋଟ ବେଳେ ମୁଁ ଯେତେବେଳେ କ୍ଲାସ 5th ରେ ପଢୁଥିଲି ମତେ ଜଣେ ବୈଷ୍ଣବ ଗୋଟେ କଥା କହିଥିଲେ ସେ ସେତେବେଳେ କହିଥିଲେ ବାବୁ ତୁମେ ହରି କଥା କହିବ ସେ ସେତେବେଳୁ ଆଶୀର୍ବାଦ କରିଥିଲେ ପଞ୍ଚମ ଶ୍ରେଣୀରେ ଯେତେବେଳେ ମୁଁ ଭଗବାନ କିଏ ବି ଜାଣିନଥିଲେ ଆଉ ସେ ମତେ ଗୋଟିଏ କଥା କହିଥିଲେ ଯେ ତୁମେ ଯେତେବେଳେ କଥା କହିବ ତୁମେ ସବୁବେଳେ ଆନୁଗତ୍ୟର କଥା କହିବ ଆଜିର ସମାଜରେ ଆପଣ ଦେଖନ୍ତୁ କିଭଳି ସମାଜ ଭିତରେ ଆମେ ରହୁଛେ ଭକ୍ତ ମାନଙ୍କ କଥା କହୁଛି ବାହାର ଲୋକଙ୍କ କଥା କଣ କହିବ ଆମେ ଗୃହସ୍ଥ ଆଶ୍ରମରେ ଅଛି ପତି ପତ୍ନୀ ଭିତରେ ପତ୍ନୀ ପତି ଆଗରେ ମୋବାଇଲରେ ହ୍ୱାଟ୍ସଆପ ରେ 100 ଲୋକଙ୍କର ଫୋନ ରଖିଛି ଆଉ ତାଙ୍କ ସହିତ କଥା ହଉଛି ଆଉ ଆମେ ମାନେ କଣ କରୁଛେ ନା ମାନେ ପତି ପତ୍ନୀ ବିବାହ କରି ଗୋଟେ ଜାଗାରେ ରହୁଛେ ପତ୍ନୀର ପତି ପ୍ରତି ଜମା ଆନୁଗତ୍ୟ ନାହିଁ ପିଲାମାନଙ୍କର ପିତାମାତାଙ୍କ ପ୍ରତି ଆନୁଗତ୍ୟ ନାହିଁ ଶିଷ୍ୟର ଗୁରୁଙ୍କ ପ୍ରତି ଆନୁଗତ୍ୟ ନାହିଁ ଏତେ ଭୟଙ୍କର ସମାଜ ଭିତରେ ଆମେ ମାନେ ରହୁଛେ ଆମେ ଭଗବାନଙ୍କ ଧାମକୁ ଯିବାକୁ ଚେଷ୍ଟା କରୁଛୁ ତେଣୁ ମୁଁ ଦେଖିଲି ସେ ଯେ ଗୃହସ୍ଥ ଘରେ ସେବା କରୁଥିଲେ ସେ ବହୁତ ସୁନ୍ଦର ଭାବରେ ସେବା କରୁଥିଲେ ଏତେ ସୁନ୍ଦର ସେବା ମୁଁ ସେମାନେ ତ କୌଣସି ସାଧୁଙ୍କଠୁ ଦୀକ୍ଷା ନେଇନାହାନ୍ତି କିନ୍ତୁ ବାସ୍ତବରେ ସେମାନଙ୍କର ଯୋଉ ସ୍ନେହ ଯୋଉ ଭଳି ଭାବରେ ପ୍ରୀତି ଯୋଉଭଳି ଭାବରେ ଭଗବାନଙ୍କର ପ୍ରତି ବିଶ୍ୱାସ ଆଉ ଏଇଟାକୁ ଦେଖିକି ମୋର ଅନୁଭବ ହେଲା ମୁଁ ତାଙ୍କୁ ବ୍ୟକ୍ତ କରିପାରିଲିନି କାରଣ ପରିସ୍ଥିତି ବହୁତ ଭିନ୍ନ ଥିଲା କିନ୍ତୁ ମୁଁ ତାଙ୍କୁ ହାତ ଯୋଡି ପ୍ରଣାମ କରିକି ଆସିଲା ବେଳେ ଏଇଭଳି ଗୃହସ୍ଥ ଯିଏ ସିଏ ଶହ ଶହ ସନ୍ନ୍ୟାସୀଙ୍କଠୁ ବହୁତ ଶ୍ରେଷ୍ଠ ଯାହାର ଜୀବନ ମନ ସେବା ଧର୍ମ ଯିଏ ସେବା କରିଦେଲା ନା ଯିଏ ସେବା କରିଛି ଜୀବନରେ ସେବକର ମୂଲ୍ୟକୁ ଭଗବାନ ବି ଦେଇପାରନ୍ତିନି ସେବକର ଋଣକୁ ଭଗବାନ ବି ସୁଝି ପାରନ୍ତିନି ଭଗବାନ ରାସ ପଞ୍ଚାଧ୍ୟାୟୀ ଶ୍ଲୋକ କହିଛନ୍ତି ନ ପାରେୟହମ୍ ନିରବତ୍ୟ ସଂୟୁଜା ସ୍ୱସ୍ୱାଧୁ କୃତ୍ୟ ବିବୁଧ ଆୟୁଷ ଭଗବାନ କହୁଛନ୍ତି ମୁଁ ଯଦି ଲକ୍ଷ ଲକ୍ଷ ବର୍ଷ ଧରିକି ବି ସେବା କରେ ହେ ପ୍ରିୟଜନ ମାନେ ମୁଁ ଆପଣଙ୍କର ଋଣକୁ ସୁଝି ପାରିବି ନାହିଁ ମୁଁ କେବେ ବି ଆପଣ ଯୋଉଭଳି ମତେ ସେବା କଲେ ଯୋଉଭଳି ଭଲ ପାଇଲେ ମୁଁ କେବେ ବି ମୁଁ ଭଗବାନ ହେଇକି ମୁଁ ଏଇ କଥା କହୁଛି ସେଥିଲାଗି ସେବା ଧର୍ମ ପରମ ଗହନ ତେଣୁ ଯିଏ ସେବା କରନ୍ତି ତାଠୁ ବଳି ଜିନିଷ ଜଗତରେ କେହି ନାହିଁ ତେବେ ଲାଷ୍ଟ ସମୟରେ ଯେତେବେଳେ ସେ ଅନକନସିୟସ ଷ୍ଟେଜକୁ ପଳେଇଲେ ମୁଁ ତାଙ୍କୁ ଯାଇକି ମୁଁ ଶୁଣିଥିଲି ଶ୍ରୀଲ ରାଧା ଗୋବିନ୍ଦ ମହାରାଜ କୁହନ୍ତି ଯେ ଯୋଉମାନେ ଗଜେନ୍ଦ୍ର ମୁଖ୍ୟ ସ୍ତୋତ୍ର ଶ୍ରବଣ କରନ୍ତି ସେମାନେ ବୈକୁଣ୍ଠକୁ ଯାଆନ୍ତି ତେଣୁ ମୁଁ ତାଙ୍କ ପାଖରେ ମୁଁ ତାଙ୍କୁ ପଚାରିଲି ଗୌରମୋହନ ପ୍ରଭୁ ଆପଣ ଗଜେନ୍ଦ୍ର ମୁଖ୍ୟ ସ୍ତୋତ୍ର ଶୁଣିବେ
अनकॉन्शियस स्टेज रे अछंती कहले हाँ एवं मु पाठ कली मु से वीडियो टी को भी पोस्ट करछि आपण माने देखि पारे आ मु जेतले पढुछि से श्लोक रे गोटे पद रहिछि गजेंद्र मुख्य रे गजेंद्र भगवान को देखि देलेनी एवं से भगवान को गुरु रूप रे वर्णन करछन शेष रे नारायणम अखिल गुरु भगवान नमस्ते एवं जेतले मु एई श्लोक पाठ कले तांका हाथ आपे आपे जोड़ी गए हाँ आपे आपे जोड़ी हे गला तांकर हाथ एवं तांको जेतले तांकर झियो पचारले बापा मु एते सेवा करछि आपण मो पाखरे रहिबेनी कहले ना मु वर्तमान मंदिर को जेबी मते अति शीघ्र मंदिर को नियो काले के विश्वास करने मु थरे नु बारंबार कहले काले के विश्वास करियोनी कि भाबी हम मन गडा कथा कहि दउछु हां तेणु मु से इगडा को हमर जने भक्त मु तो सेतले अलगा स्थिति रे थिली मु तांका पाखरे बसथिली हमर आनंद वर्धन प्रभु सेडा सब रेकॉर्डिंग करछन मोबाइल रे एवं ताको पोस्ट करछि देखन केमति जने भक्त रो जीवन कोन ना से सन्यासी ना से गुरु ना मंदिर रो प्रेसिडेंट ना कोन गुरु का वाक्य ଉପରେ विश्वास गुरु कहते गौरमोहन तुम्हें भगवान को सेवा कर सेतला कि इस्कन रो प्रत्येक भक्त हो जोडे प्रीचर जे परिवा मणिया करछि से भी प्रचारक से भी महान भक्त जे वासन मारछि से भी प्रचारक जे मंदिर झाड़ू मारछि से भी प्रचारक एटा जो प्रभुपादंकर शिक्षा आपण माने देखंतु जो द साइंस ऑफ सेल्फ रियलाइजेशन प्रभुपाद कोन कहउछन एटा इस्कन बहुत जो माने जहा भक्ति विनोद ठाकुर कहले जड़ विद्या जत मायार वैभव तुम्हार भजन बाधा जो माने प्रकृत विद्या हासिल करि परंतनी से माने भावंती जे हां जो माने बहुत उच्च पोस्ट रे थांती से माने सब बड़ भक्त किंतु सिला सुभग स्वामी गुरुदेव कहती हुएत जने सन्यासी गुरु भगवान को पाई न पारे किंतु मंदिर रे जे दैन्यतापूर्ण झाड़ू मारुछि से भगवान कर वैकुंठर अधिकारी हो कि तार हृदय निष्ठा था भाई एटा हूँ महाप्रभु का धारा स्वपच को कुकुर को भी भगवान शिवानंद सेन प्रार्थना रे स्वपच वैकुंठ गला भगवान का आखिर महाप्रभु आम परिकर आखि आगे देखिलु अनकॉन्शियस स्टेज रे आसिले एवं से कहले मोर झियो पाख को नहीं जाओ सारा जीवन सीता देवी को झियो बोली कहले एवं अनकॉन्शियस स्टेज रे से सीता देवी को आसिकी कहले मंदिर को जीवी आसिले देखो प्रभुपादों भली शेष दिन भी मंदिर को आसिले शेष दिन भी गुरु को प्रणाम कले अनकॉन्शियस स्टेज रे थिले आपण देखिए केमति से वीडियो रे से प्रणाम करछनी गुरुदेव को सारा जीवन गुरुदेव पचली गौरमन प्रभु ये किए ना गुरुदेव बहुत लोग कहते हमें इंग्लिश बुझी पारुनी मन रखिए कौन सी देखंतु से विशेष पाठ पढ़ी ना किंतु मु देखि बहु विद्वत जन जो बहुत बड़ बड़ प्रचारक बोली निज कहती सेमानकर भी निष्ठा ना किंतु सरल जाजपुर जिल्लार गोटे गाँव रु आसीथिबा गोटे चासी लोक आज भगवान को धाम को पाइले आखि आगे हम देख प्रभुपाद जीवन भली शेष दिन भी गले गुरु को प्रणाम कले शेष दिन भी प्रभुपाद को प्रणाम कले शेष दिन भी भगवान को प्रणाम कले सब वैष्णव मान को प्रणाम कले सबु धाम चरणामृत सबु वैष्णव रूप सनातन ठू आरंभ करिकी बिल्वमंगल ठाकुर आरंभ करी समस्त चरणामृत पाइले ब्रज रज प्राप्ति हेले सबु वैष्णव मान चरण धूली मस्तक नेले भगवान जगन्नाथ निर्माल्य नेले निज गुरुंकर महामंत्र शुणिले चलले भगवत धाम ये मरण कौन साधु गुरुंकर भी आम आखि आगे देखने एमती से गले जगत कहीं ना गुरु वाक्य अखंड विश्वास से लगे जीवन में जी मन रखते आध्यात्मिक जीवन में जी बाह्य आडंबर बंची जाइए वैकुंठ को जाए बहुत लोग अच्छा आम बड़ भक्तिर आडंबर देखई पार बहुत सुंदर नाली रंग करी बड़ मोटा तिलक करी भक्ति देखई पार एकांत समय कौन बाबा व्यक्ति निजको जानी पार जो से एकांत रुहे ता मन कोठी अच्छी केते घर प्रति टंका प्रति स्त्री प्रति पुत्र प्रति ये आसक्ति अच्छी केही रहिबेनि शेष दिन आपन संगे एकुटिया आसते एकुटिया जीवे जहां एते अन्याय करते अपराध कर भक्ति समाज रे रही केही पिठरे पड़िबेनि से दिन मन रखते प्रभुपाद गोटे सावधान बाणी इफ यू आर डूइंग नॉनसेंस फॉर योर होल लाइफ एंड इफ यू थिंक दैट आई एम टेकिंग इनिशिएशन फ्रॉम ए प्योर डिवोटी by that power I am able to go back to Godhead, then you are fool number one. तुम्हें जो चिंता करछो तुम्हें जने महान गुरु को दीक्षा नहीं छो आ तांको कृपा बल रे तुम्हें भगवत धाम फेरी जाई परिबो सकल प्रकार खराब काम करिके अपराध करिके ताले तुम्हें बहुत निर्बोध स्थिति रे अछो केही पिठरे पड़िबेनी प्रतिटी कथार तुमको मूल्य देवाक पड़ी
ଏଇ ଇସ୍କନ ଇତିହାସରେ ଜଣିଏ ସାଧୁ ଯିଏ ଭଗବତ ଧାମକୁ ଭଗବାନଙ୍କର କଥା କହିକି ଗଲେ ସେ ହଉଛନ୍ତି ଶ୍ରୀଲ ଗୌରବ ସ୍ୱାଇଁ ଗୁରୁଦେବ। ଯେ କହି କହି ଗଲେ ଭଗବାନଙ୍କର ନାଁ, ଭଗବାନଙ୍କର ଲୀଳା କହି କହି ଭଗବତ ଧାମକୁ ଗଲେ। ଜଗତ ଦେଖି କେହି କୌଣସି ସାଧୁଙ୍କ ଭିତରେ ଆମେ ତଫାତ ଦେଖୁନୁ, କିନ୍ତୁ ଯୋଉଟା ସତ୍ୟ ଆଖି ଆଗରେ ଶେଷ ଦିନ ପ୍ରମାଣ କରି। ଆମ ଗୌରବ ସ୍ୱାଇଁ ଗୁରୁଦେବ ଗୋଟେ କଥା କୁହନ୍ତି, ସେତେବେଳେ ତ ତାଙ୍କ ସମୟରେ ଅନଲାଇନ ଏକ୍ସାମ ନଥିଲା, କିନ୍ତୁ ସେ ଗୋଟେ କଥା କୁହନ୍ତି, ଯେହେତୁ ସେ ଜଣେ ଶିକ୍ଷକ ଥିଲେ ଏବଂ ଶିକ୍ଷକ ମାନଙ୍କର ଶବ୍ଦ ବହୁତ ଭିନ୍ନ। ସେ କୁହନ୍ତି ଯେ ଶେଷ ପରୀକ୍ଷାର ରେଜଲ୍ଟରେ ଜଣା ପଡିବ ତୁମର ପ୍ରତିଦିନର ପାଠ ପଢା କେମିତି ହେଇଛି, କିନ୍ତୁ ଯଦି ଶେଷ ସମୟରେ ରାମକୃଷ୍ଣ ହରି ତ ମୁଖରୁ ଆସିଲାନି ଜାଣିବାକୁ ପଡିବ ବାବା ତୁ ଚିତପଟାଙ୍ଗ ମାରିଲୁ ରେ ବାବୁ। ତାଙ୍କ ଶବ୍ଦ ଏଇଭଳିଆ, ତୁ ଚିତପଟାଙ୍ଗ ମାରିଲୁ। ଆପଣ ତାଙ୍କ କ୍ଲାସ ଶୁଣିବେ, ମୁଁ ତାଙ୍କ କ୍ଲାସ ଶୁଣି କହୁଛି, ମୁଁ ତାଙ୍କଠୁ ଶ୍ରବଣ କରୁଛି। ଯୋଉମାନେ ଏଠି କ୍ଲାସରେ କେତେ ଜଣ ଭକ୍ତ ଅଛନ୍ତି, ଯୋଉମାନେ ତାଙ୍କର ମଙ୍ଗଳମୟ ଶ୍ରୀ ବିଗ୍ରହ ଦର୍ଶନ ବି କରିଛନ୍ତି, ତେଣୁ ତାଙ୍କର ବାଣୀକୁ ଆମେ କହୁଛେ ଏଇ ଉତ୍କଳ ଭୂମିର ସେ ଜଣେ ରତ୍ନ, ଯିଏ କି ଏଇ ମର ଜଗତରୁ ଅମରତ୍ଵ ଜଗତକୁ ଗଲେ ଆଉ ସମସ୍ତେ ସାକ୍ଷୀ ରହିଲେ ମହାରାଜ କେମିତି ହରି କଥା କହିଯାଇଛି। ଶେଷ ଦିନ ନା ସେ ପରୀକ୍ଷା ବଡ ଭୟଙ୍କର ପରୀକ୍ଷା। ସେତେବେଳେ ଆମର ଛଳନା, ଆମର ଯୋଗ୍ୟତା, ଆମର ବ୍ରାହ୍ମଣତ୍ଵ, ଆମର ଏଇ ବ୍ରହ୍ମଚାରୀତ୍ଵ, ଆମର ସେବା, ଆମର କପଟତା କିଛି କାମ ଦବନି। ସେତେବେଳେ ଗୁରୁଙ୍କ ପ୍ରତି ବିଶ୍ୱାସ ଆଉ ଭଗବାନଙ୍କ ପ୍ରତି ସେବା। ସେଥିଲାଗି ଆମର ବିରକ୍ତ ସମାଜରେ ଗୋଟେ କଥା କୁହାଯାଏ, ଯେତେବେଳେ ବେଶ ଦିଆଯାଏ, ସାଧୁ ସୁମିରଣ ସାବଧାନ। ବେଶ ଦେଲା ବେଳେ ଗୁରୁ କହିବେ, ଏ ସାଧୁ ତୁମେ ବର୍ତ୍ତମାନ ସାଧୁ ଜୀବନକୁ ଯାଉଛ, ଆଉ ତୁମର କାମ କଣ? ସ୍ମରଣ ହଉଛି ତୁମର ପ୍ରଥମ କର୍ତ୍ତବ୍ୟ। ଚିତ୍ତ ଲଗେ ଚହୁଅ, ଯଦି ସ୍ମରଣ ଟା ଠିକ ହେଇଗଲା, ସେଥିଲାଗି ଇସ୍କନ ଯଦି ନାମ ହରିନାମ ଠିକ ସେ ହେଇଗଲା, ଗୋଟେ ମାଳା ଜପ ଠିକ ସେ ହେଇଛି, ତାହେଲେ ସର୍ବତ୍ର କୃଷ୍ଣ ଦର୍ଶନ ପାଇଁ ତୁମେ ଯୋଗ୍ୟ ହେଇଯିବ ଶେଷ ସମୟ। ଯଦି ସର୍ବତ୍ର କୃଷ୍ଣ ଦର୍ଶନ ହଉନି, ସର୍ବତ୍ର ଏଟା ଅନୁଭବ ହଉନି, ଏଇ ନେତ୍ରରେ ଯଦି ଆମେ ଭଗବାନଙ୍କୁ ଦେଖିନେ, ଏବେ ମୃତ୍ୟୁ ପରେ କୋଉଠି ଦେଖିବା? ବଞ୍ଚିଥିଲା ବେଳେ ଆଖି ବନ୍ଦ କଲେ ଯଦି ଭଗବାନ ଦେଖା ହଉନାହାନ୍ତି, ମୃତ୍ୟୁ ପରେ କେମିତି ଦେଖିବା ଆଜ୍ଞା କୁହନ୍ତୁ? ତେଣୁ ବଡ ଗମ୍ଭୀର ବିଷୟ ଇଏ। ଏଠି କହୁଛନ୍ତି ଯେ ଭଗବାନଙ୍କର ବିଷୟରେ ଯଶ ଗାଇବା ଅନନ୍ତ ଦେବଙ୍କ ପକ୍ଷରେ ମଧ୍ୟ ଅନନ୍ତ ଦେବ ତାର କଳନା କରିପାରୁନାହାନ୍ତି। ତେଣୁ ଭଗବାନଙ୍କର ମହିମା କଥା କଣ ବୁଝିବା? ତେଣୁ ସେଇ ଭଗବାନ ଗୁରୁ ରୂପରେ ମର୍ତ୍ତ୍ୟ ଜଗତରେ ଆସନ୍ତି। ମର୍ତ୍ତ୍ୟ ଜଗତରେ, ଏଇ ମରଣ ଧର୍ମ ଜଗତରେ ଯଦି ଭଗବାନଙ୍କୁ କିଏ ଦେଖିବାକୁ ଚାହୁଁଛନ୍ତି, ସେ ହଉଛନ୍ତି ଶ୍ରୀ ଗୁରୁ। କିଏ କହିପାରେ ଆମ ଗୁରୁ ଓଡିଶାର, ତାଙ୍କ ଗୁରୁ ବଙ୍ଗଳାର, ତାଙ୍କ ଗୁରୁ ମଣିପୁର, ତାଙ୍କ ଗୁରୁ ବିଦେଶର ବା ଆମେରିକାନ, ଅଷ୍ଟ୍ରେଲିଆନ। ଗୁରୁ ଶବ୍ଦ, ଗୁରୁ ହଉଛି ଗୋଟିଏ କଣ କହିଲେ, ଗୁରୁ ହଉଛି ଗୋଟେ ତତ୍ଵ, ଗୁରୁ ଗୋଟେ ବ୍ୟକ୍ତି ବିଶେଷ ନୁହେଁ। ଗୁରୁ ଜଣେ ମରଣ ଧର୍ମା ମନୁଷ୍ୟ ନୁହେଁ। ଧରନ୍ତୁ ମୁଁ ଆପଣଙ୍କ ଭିତରେ ଯଦି ପଙ୍କଜ ମହାପ୍ରଭୁଙ୍କୁ ଭଲ ପାଇଲି, ତାହେଲେ ମୁଁ ଶଙ୍କର୍ଷଣ ବଳରାମପୁରଙ୍କୁ ଖରାପ ପାଇବି। ଏଟା ହଉଛି ଜଗତର ସ୍ୱଭାବ। ଜଣକୁ ଭଲ ପାଇଲା ମାନେ ଆଉ ଜଣକୁ ଖରାପ କହିବା। ଆପଣ ଦେଖୁନାହାନ୍ତି ଜଗତରେ ଜ୍ଞାନର କେତେ ଅଭାବ ରହିଛି। କେଡେ ବଡ ଜ୍ଞାନୀ ହଉ, ଆମେ ଯଦି ଜଣଙ୍କୁ ଭଲ କହୁଛେ ଆଉ ଜଣକୁ ସାଙ୍ଗେ ସାଙ୍ଗେ ଖରାପ କହୁଛେ ତା ସହିତ, ନହେଲେ ଭଲଟା ଆମେ ପ୍ରତିପାଦନ କରିପାରୁ। କିନ୍ତୁ ଭଗବାନ କଣ କରନ୍ତି? ସମୂହଂ ସର୍ବଭୂତେଷୁ, ମୁଁ ସମସ୍ତଙ୍କ ପ୍ରତି ସମାନ। ସୂର୍ଯ୍ୟ ଗଙ୍ଗାରେ ବି ପଡୁଛନ୍ତି, ସୂର୍ଯ୍ୟ ନାଳରେ ବି ପଡୁଛନ୍ତି, ସୂର୍ଯ୍ୟ ପଦ୍ମ ଫୁଲ ଉପରେ ବି ପଡୁଛନ୍ତି, ସୂର୍ଯ୍ୟ ବିଷ୍ଠା ଉପରେ ବି ପଡୁଛନ୍ତି। ସେ ସମାନ ସମସ୍ତଙ୍କ ପ୍ରତି। ତେଣୁ ମୋର କହିବା କଥା, ଗୁରୁ କଣ କରନ୍ତି ନା କାହାକୁ ତାଙ୍କର ବାଣୀ ଦ୍ଵାରା, କାହାକୁ ତାଙ୍କର ବପୁ ସଙ୍ଗ ଦ୍ଵାରା, କାହାକୁ ଦୃଷ୍ଟି ଦ୍ଵାରା, କାହାକୁ ଚିନ୍ତନ ଦ୍ଵାରା କୃତାର୍ଥ କରିଦିଅନ୍ତି। ଯଦି ସେ ମରଣ ଧର୍ମା ମନୁଷ୍ୟ ହେଇଥାନ୍ତି, ତାହେଲେ ସେ ସମସ୍ତଙ୍କର ମନ କଥା କେମିତି ଜାଣିପାରୁଛନ୍ତି? ମୁଁ ଥରେ ଗୋଟେ ବହୁତ ସୁନ୍ଦର କଥା ଆପଣ ମାନଙ୍କୁ କହୁଛି। ମୁଁ ଆଜି ଭାବିଥିଲି ବହୁତ ସ୍ପିଡିରେ ନେବି, କାରଣ ମୋ ପାଖରେ ବହୁତ କମ ସମୟ ଅଛି ମୋର କୋର୍ସକୁ ସାରିବା ପାଇଁ, ଆଉ ବହୁତ ଶୀଘ୍ର ଆପଣ ମାନେ ଆହୁରି ସୁନ୍ଦର ଭକ୍ତ ମାନଙ୍କର ସଙ୍ଗ ଲାଭ କରିବେ। ମୁଁ ଜଣେ ମାଙ୍କୁ ଦେଖିଥିଲି, ସେ ପରମ ପୂଜ୍ୟ ଶ୍ରୀ ଜୟପ୍ରକାଶ ସ୍ୱାମୀ ମହାରାଜଙ୍କ ଶିଷ୍ୟା। ମୁଁ ତାଙ୍କୁ ଦେଖିକି ଆଶ୍ଚର୍ଯ୍ୟ ହେଇଗଲି। ସେ ଆମର ଯୋଉ ପଞ୍ଚୁକ ପଡେ, ଯାହାକୁ ଭୀଷ୍ମ ପଞ୍ଚକ ବୋଲି କୁହାଯାଏ, ସେ ଭୀଷ୍ମ ପଞ୍ଚକରେ 5 ଦିନ ନିର୍ଜଳା। 5 ଦିନ ନିର୍ଜଳା କରିବା ଆପଣ କେମିତି ବର୍ତ୍ତମାନ କଳିଯୁଗରେ କେତେ କଷ୍ଟକର କାର୍ଯ୍ୟ ଆପଣ ଚିନ୍ତା କରନ୍ତୁ। 5 ଦିନ ନିର୍ଜଳା ଏବଂ ତା ସହିତ ବ୍ରଜମଣ୍ଡଳ ପରିକ୍ରମା। ଏବଂ କେବଳ ପରିକ୍ରମା ନୁହେଁ, ସବୁ କୁଣ୍ଡ ସରୋବରରେ ସ୍ନାନ। ଆଉ ଭୀଷ୍ମ ପଞ୍ଚକ ମାନେ ଆପଣ ମାନେ ଜାଣିଥିବେ, ଭୀଷ୍ମ ପଞ୍ଚକରେ ସବୁ ବହୁତ ମନ୍ତ୍ର ପାଠ କରିବାକୁ ହୁଏ, ଦୀପଦାନ କରିବାକୁ ହୁଏ, ବହୁତ ନିଷ୍ଠାରେ ରହିବାକୁ ହୁଏ। ସେ କରିଥିଲେ। ମୁଁ ତ ତାଙ୍କୁ ଯେତେବେଳେ ଦେଖେ
जदियो मु विरक्त बेसरे अच्छी मु डायरेक्ट नहीं मु पछर लुचिकी सब प्रणाम कर से जेकोसी गुरुंकर शिष्य हो से किसी जायस ना सी जब तार जीवन तार गुरु को भल पाई सी मोर पूज्य सी मोर प्रणम्य तार कृपा तार करुणा मोर दरकार कारण मोर जीवन में मुझे चाहूची गुरु गोटे तत्व गुरु मरण धर्मा मनुष्य नुहे जी भागवत पढ़ी न बुझी पार्ला हाय से बड़ बड़ आम भावे हाँ ये गुरु को आम भल पाऊनी से गुरु को भल पाऊँ ये तो नारकीय प्राणीर लक्षण तेणु मुझे शुणिली परम पूज्य श्री जयप्रकाश स्वामी महाराज से आसते बालेश्वर एवं महाराज जी बहुत असुस्थ अवस्था थे जदिव बहुत बड़ प्रोग्राम थिला कथा हबार थिला महाराज बहुत असुस्थ अवस्था थे तथापि इते गुरु इते करुणामय से कौन कले ना गाड़ी खोला हला एवं से सबु भक्त मान को दर्शन देले आ पचारे जे प्रसाद कौन है आण मु देखी काले जो मैंने मैनेजर थे से कहते जे गुरु आम भल प्रसाद कर भक्त मान को दौन महाराज श्री बेले बेले निजे चेक कर गुरुंकर किभली हृदय देख तेणु से निजे निजे गोटे दाना भी से पाइबे कि देखिले कौन प्रसाद है आपण जानिकी आश्चर्य हेबे एते भिड़ भितर जो महाराज आसले केते लोक होते मु तो कल्पना करि पारुनी एते भिड़ भितर से माटी छिड़ा होते से कौन सी बड़ धनी घर स्त्री लोक नुहे कि बहुत उच्च शिक्षिता भी नुहे साधारण जने गृहिणी जहां शिक्षार कथा अवश्य मुझे जानी कि मत लगे से साधारण गृहिणी एवं हाथ ठारिक डाकिले एवं कहले तुम्हें मो कौन तैयारी करके आनिछ मते दियो तेणु सी महाराज गोटे सालाड प्रस्तुत करके आनी आ समस्त से डबाटा खोलिक से खाइबे आपण भावतु जदि से मरण धर्मा मनुष्य होता एते भिड़ भितर एटा कहार कार्य कहले एटा भगवान कार्य जहाँ मु करई जहाँ मु चिंतई मने जगत करता परम ईश्वर जानुछंती प्रतिक्षण केमती से बुझी पारले कहत आपण भावत केते अपराध आमे करछे आपण भावत किए पिटरे पड़िबे आम तेणु जो मैंने वास्तव में से भाविली कथा शुणिली जिते भाविली से जो 5 दिन निर्जला उपवास जो तपस्या तार जो बलिदान से गुरु जानी पारे आमर आध्यात्मिक जीवन में मु कौन करुच्ची से राधानंद महाराज कहते तुम्हें प्रति वर्ष थे आसो तुम देखी तुम्हें केते प्रगति कर तुम्हें केते बड़ बड़ कथा कह तुम आध्यात्मिक स्थिति कौन गुरु आगे गले से जापर सब कहे आम हूँ प्लेन पेपर सी हूँ जेरक्स मेसीन जो मुहूर्त में पशिवा सांगे सांगे आउटपुट बाहर केते भक्ति अच्छी केते कपटता अच्छी केते छलना अच्छी तेणु आसतु आम भागवत विद्यार्थी बड़ गंभीर होकर भागवत को ग्रहण करवा आई जीवन में कृष्ण पाद पद्म प्राप्ति करवा आम मैंने समस्त बयस है समस्त आम मृत्यु आड़ को अग्रसर होचे आसतु प्रस्तुति बड़ जोर करवा बाकी ईश्वर आ गुरुंकर कृपा जेसाम स एष भगवान दयये ददन्त सर्वात्मनाश्रित पदो जदि निर्विलीकं ते दुष्टराम तरन्ति देव मायां नैष्याम ममाहम इति स्वसृगाळ भक्ष्ये। हरिहर गौर प्रभु आपण अनुवाद पढ़िया चाहिए श्लोक संख्या 42। हरे कृष्ण प्रणाम प्रभु जी। श्लोक नंबर 42। जेसां स एष भगवान दययेदनन्तः सर्वात्मनाश्रित पदो जदि दिव्य निर्व्य जीवम ते दुस्तराम अविद भक्ति तदेव मायम नैषाम मोदाहमिति धन्य स्वसृगाळ भक्ष्ये। अनुवाद जे एकांतिक शरणगति जोगु भगवान विशेष कृपा लाभ करिथाए से दुस्तर माया बा अविद्या समुद्र को अतिक्रम करिपारे एवं भगवान को बुझिपारे किंतु जो माने अंतिमे श्वानशृगाळଙ୍କ परि ये देह प्रति अत्यंत आसक्त होइथांती सेमाने माया को अतिक्रम करिपारिबे नाही किंबा भगवान को बुझिपारिबे नाही। हरे कृष्ण। बहुत गंभीर श्लोक कौन कह महाराज माइल्स टू गो बहुत बाट जावाक अच्छी कि गोटे गोटे शब्द भागवत मत रखे दौर तथा ठीक अच्छी किसी व्यास रूप से किसी समास रूप में चर्चा करवा। ये श्लोक कहूँ भगवान माया शक्ति केड़े प्रचंड आ भगवान कृपा को माने लाभ कर तेणु बेले बेले कहते जे आम मैंने भगवान को जानिनु भगवान को आम के देखिनु आम बुझीनु भगवान को ठीक से
ତେଣୁ ଭଗବାନ ଏଠି ଏଇ ଶ୍ଲୋକରେ ବ୍ରହ୍ମାଜୀ କହୁଛନ୍ତି ଯେ ଭଗବାନ ବହୁତ ପ୍ରବଚନ ସେ ପ୍ରକାଶ କରନ୍ତି। ତେଣୁ ଯେମିତି ମୁଁ ଗୋଟେ ପ୍ରଭୁପାଦ ଗୋଟେ ଉଦାହରଣ ଦିଅନ୍ତି, ମୁଁ ସେଟା କହିବାକୁ ଚାହିଁବି। ଗୋଟେ ଭିଡ ଭିତରେ ବହୁତ ଛୋଟ ପିଲା ଛିଡା ହେଇଛନ୍ତି, କିନ୍ତୁ ଗୋଟେ ମା ସେ ଭିଡ ଭିତରେ ତା ପୁଅଟିକୁ ଖୋଜେ। ତା ପୁଅ କଳା ହେଇଥାଉ, ଅସୁନ୍ଦର ହେଇଥାଉ, ଯେମିତି ସେଇ ପୁଅଟି ଭିତରେ ଜଣେ ଜଣଙ୍କୁ ବାଛନ୍ତି। ସେଇମାନେ ହିଁ ଭଗବାନଙ୍କୁ ଜାଣିପାରନ୍ତି। ସେଥିପାଇଁ ବିଦ୍ୟା, କୌଶଳ, ବୁଦ୍ଧି ଏସବୁ କିଛି ଆବଶ୍ୟକ ନାହିଁ। ମୁଁ ଗୋଟେ ବହୁତ ସୁନ୍ଦର ଗୋଟେ କ୍ଲାସ ଇସ୍କନ ବୁର୍ଲାରେ ଦେଇଛି, ଆପଣ ଯଦି ଚାହିଁବେ କେତେବେଳେ ଶୁଣିପାରିବେ। ଭଗବାନଙ୍କର ଏକ ବିଶେଷ ଗୁଣ, ସେଠି ଜଟାୟୁଙ୍କ ପ୍ରସଙ୍ଗରେ ମୁଁ କହିଛି ଯେ ଭଗବାନ କାହାକୁ କରନ୍ତି। ତେଣୁ ଏଠି ବିଶ୍ୱନାଥ କହୁଛନ୍ତି ଯେ ନିର୍ବିଲି କମ୍ ଭଗବାନଙ୍କର କୃପା ପ୍ରାପ୍ତିର କି ଅଧିକାର? କର୍ମ ଜ୍ଞାନ ଦ୍ଵାରା ବା ସେମାନଙ୍କୁ ବୁଝି ହବନି। ଭଗବାନ ଭାବର ସେ କଣ କରନ୍ତି? ଭାବର ସେ ଠାକୁର। ଭଗବାନ ଭାବ ଦେଖନ୍ତି। ଆପଣ ମାନେ କି ଦୁଃଖ ଦେବେ, ମୁଁ କାହାକୁ ନିରୁତ୍ସାହିତ ହେବା ପାଇଁ ଭାଗବତ କହୁନି। ଆମେ ସତର୍କ ହବା ଦରକାର, କିନ୍ତୁ ଆମ ମାନେ କଣ ଅଛି ନା, ଏଇ ଜଗତର ଲକ୍ଷଣ ହେଲା ଆମକୁ ସବୁବେଳେ କଣ କରିବ ନା ଭୁଲେଇ ଦବ। ମାୟା ଆମକୁ କଣ କରି କ୍ଲାସ ପରେ ଆପଣ ଦେଖି ପୁଣି ଭୁଲିଯିବେ। ତେଣୁ ଭାଗବତ ମାନେ ପ୍ରତିଦିନ କଣ ହବା? ସତର୍କ ହେଇଯିବା। ବ୍ୟାକ୍ ଟୁ ଗଡ ହେଡ୍, ଭଗବାନ ପାଖକୁ ଫେରିଯିବାର ଅଛି। ଭଗବାନ ଆମକୁ ବହୁତ ଭଲ ପାଆନ୍ତି। ଯିଏ ଆଧ୍ୟାତ୍ମିକ ପଥକୁ ଆମର, ମୁଁ ସବୁବେଳେ ଗୋଟେ କ୍ଲାସରେ କୁହେ ଗୋଟେ କଥା, ଯାହାକୁ ଭକ୍ତି ବିନୋଦ ଠାକୁର ତାଙ୍କର ଶରଣାଗତି ନାମକ ଗ୍ରନ୍ଥରେ ବର୍ଣ୍ଣନା କରିଛନ୍ତି ଏବଂ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। କିଛି ଦିନ ତଳେ ତାର ପ୍ରମାଣ ପାଇଲି। ଭକ୍ତିବିନୋଦ ଠାକୁର କୁହନ୍ତି, ଯିଏ ଭକ୍ତ ହେଇଛି, ଯାହା ମଥାରେ ତିଲକ ଲାଗିଛି, ଯେ କୌଣସି ସଦ୍ଗୁରୁଙ୍କୁ ପ୍ରାପ୍ତ ହେଇଛନ୍ତି, ତାଙ୍କୁ ଭଗବାନ ବଂଶୀ ସ୍ୱନରେ ଡାକନ୍ତି। ସେଇଥିଲାଗି ଜଣେ ଭକ୍ତ ହୁଏ, ଆଉ ସେ ଭଗବାନଙ୍କୁ ପାଇବା ପାଇଁ ଆସିଛି। ଦୁର୍ଭାଗ୍ୟବଶତଃ ବୈଷ୍ଣବ ଅପରାଧ କରି ସେ ବେଳେ ବେଳେ ଏଥିରୁ କଣ ହୁଏ? ଦଣ୍ଡ ପାଇବାର ସ୍ଥିତିକୁ ପଳେଇଯାଏ। ସେ ନିଜର ଯୋଉ ଦୁର୍ଲଭ ଇଏଟାକୁ, ସୁଯୋଗଟା ସେ ବୁଝିପାରେ। ତେଣୁ ଏଇ ଶ୍ଲୋକରେ ବର୍ଣ୍ଣନା କରାଯାଉଛି ଯେ ଭଗବାନଙ୍କର କୃପା ପାଇବାକୁ ହେଲେ ଭଗବାନ କଣ କରନ୍ତି? ତାକୁ ଗ୍ରହଣ କର। ଚୈତନ୍ୟ ଚରିତାମୃତର ମଧ୍ୟ ଲୀଳାରେ ଏଇ ପ୍ରସଙ୍ଗକୁ ବର୍ଣ୍ଣନା କରାଯାଇଛି। ମୁଁ କହିଦଉଛି, ଆପଣ ମାନେ ତାକୁ ପଢି ନେବେ। ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳା 6ଠ ପରିଚ୍ଛେଦ 52 ନମ୍ବର 235 ଶ୍ଲୋକ ବର୍ଣ୍ଣନା ଅଛି। ଆପଣ ସେଥିରୁ ପଢି ନେବେ ଯେ କିଏ ଭଗବାନଙ୍କର କୃପାର ଅଧିକାରୀ। ବହୁତ ସୁନ୍ଦର ଭାବରେ ସେ ଶ୍ଲୋକରେ ବର୍ଣ୍ଣନା କରାଯାଇଛି। ହରେ କୃଷ୍ଣ। ମଧ୍ୟଲୀଳା 6ଠ ପରିଚ୍ଛେଦ। ପରବର୍ତ୍ତୀ ହରେ କୃଷ୍ଣ। ଶ୍ଲୋକ ପୟାର କ୍ରମାଙ୍କ କହୁଛି ପ୍ରଭୁ। 6ଠ ପରିଚ୍ଛେଦ ମଧ୍ୟଲୀଳା 6ଠ ପରିଚ୍ଛେଦ ପୟାର ନମ୍ବର 235। ଆଜ୍ଞା, ପୟାର ନମ୍ବର 235। ଯଦି କେହି ଲେଖିପାରିନାହାନ୍ତି ପୂର୍ବର କ୍ଲାସ, ତାହେଲେ ଆମର ଅମୃତ କ୍ଲାସକୁ ରେକର୍ଡିଂ କରୁଛନ୍ତି, ଆପଣ ମାନେ ତାକୁ ପ୍ରାପ୍ତ ବି ହେଇପାରିବେ। ଚୈତନ୍ୟ ଆଜ୍ଞା, ଚରିତାମୃତ ମଧ୍ୟଲୀଳା 6ଠ ପରିଚ୍ଛେଦ ପୟାର ନମ୍ବର 235 235। एषां स एष भगवान दायक अनन्तः सर्वत्मनस्कृता पदयोधि निर्विक्लते ते दुस्तरम अतितरणी च देवमयम् नैशं महाम इति धिया स्वसर्ग भक्ष्यसे। इस श्लोकर अनुवाद भावार्थ ଆପଣ ପ୍ରଭୁପାଦଙ୍କର ପଢିବେ। ବିସ୍ତୃତ ଭାବାର୍ଥ ପ୍ରଭୁପାଦ ଲେଖିଛନ୍ତି, ଆଉ କେମିତି ଜଣେ ଭଗବାନଙ୍କର କୃପା ଲାଭ କରେ ତାର ବର୍ଣ୍ଣନା ଦେଇଛନ୍ତି। ତେଣୁ 43 ରୁ 45 वेदाहमंग परमस्य हि जोग मायां जूयं भवश्च भगवान अथ दैत्यवर्जः पत्नी मनोहस सच मनुश्च तद आत्मजाश्च प्राचीन वही रुहुर अंग उत ध्रुवश्च इक्वा कुरु ऐल मुचुकुंद विदेह गाधि
रंभर अम्बरीश सागरा गयनासु नासु नाहु साध्यः मान्धात अलर्क सदधन्व हरन्ति देवा देवव्रतो बलिर् अमूर्त अमूर्तरयो दिलीपः सौभर्जतिङ्क शिवि देवल पिप्पलाद सारस्वत धव पराशर भूरि सेना अन्य भीषण हनुमत उपेन्द्र दत्ता पार्थाश्रिसेन विदुर श्रुतदेव वर्याः। इस श्लोक से केवल भगवान भक्त मानकर ना उल्लेख रही। शंकरशन बलराम प्रभु आपण पढ़ंतु। हरे कृष्ण प्रभु जी, ये श्लोक पढ़ी भी तो नहीं नहीं अनुवाद पढ़ो। हरे कृष्ण अनुवाद। हे नारद, जदिओ भगवानଙ୍କର शक्ति समूह दुर्जेय अचिंत एवं अकलनीय, तथापि जेहेतु आम्भे माने जानू से किपरि तांकर जोगमाया शक्ति बଳରେ क्रिया करती एवं ठीक तद्रूप अत्यंत शक्तिशाली श्री शिवजी, दैत्य कुलराज श्री प्रहलाद महाराज, स्वयंभुव मनु, तांकर पत्नी शतरूपा, प्रियव्रत, उत्तानुपाद, आकुति, देवहूति, प्रसूति आदि तांकर पुत्र कन्यागण, प्राचीन बर्ही, ऋभु, बेण राजांकर पिता अंग, महाराज ध्रुव, इक्ष्वाकु, ऐल्य, मुचुकुंद, महाराज जनक, गाधी, रघु, अम्बरीश, सगर, गय, नहुष, मान्धाता, अलर्क, शतधनु, अनु, रंतिदेव, भीष्म, बलि, अमूर्तरय, दिलीप, चौभरी, उतंक, शिबी, देवल, पिप्पलाद, सारस्वत, उद्धव, पराशर, भूरिसेन, विभीषण, हनुमान, सुखदेव गोस्वामी, अर्जुन, आष्टसेन, विदुर, श्रुतदेव आदि समस्ते भगवान शक्ति निचय कथा जानती, शक्ति निचय कथा जानती। हरे कृष्ण हरे कृष्ण। हाँ तेणु गोटे श्लोक तीन श्लोक सार को कही 42 मुख्य विषय होची जे पूर्व कहला भगवान जो महिमा को भगवान शक्ति को कहीं जानी पारंती नहीं। 42 ରୁ 45 नंबर श्लोक रे वर्णन करा होची भगवान शक्ति को भगवान महिमा को भगवान को जने शरण तो जाए कृपा आज मैंने भगवान कृपा को प्राप्त प्रभु जी नेटवर्क सबरा अपिपाप जीवः जत्यद्भुत क्रम परायण सुत धारणा जे अपूर्वा माता जी आप 46 नंबर श्लोक अनुवाद पढ़िए। ठीक है हरिहर प्रभु आप पढ़ो। प्रभु जी मु ट्रेन अच्छी प्रभु 46 नंबर श्लोक तो श्लोक नंबर 46। अच्छा माता जी पढ़ो। हाँ माता जी ट्रेन रे अछंती। ओ अच्छा ठीक है ठीक। हरिहर प्रभु श्लोक संख्या 46 अनुवाद पढ़ो। आज्ञा प्रणाम हरे कृष्ण। श्लोक नंबर 46 ते वै विद्यन्त विचरन्ति च देवमायां त्रिशूद्रहूण सबरा अपि पापजीवाः जद्यभूत भ्रम परायण जीव शिक्षा वेद्यर्जन्य अपि किं शूद्र धारणा जे। अनुवाद प्रपन्न आत्मा पार्वत्यांचल अधिवासी शूद्र स्त्रीलोक एपरिकी साइबेरिया रे अधिवासी मान मध्यरु जो माने प्रपन्न होती किंबा तिर्जन जोनि लाभ करती तिर्जक जोनि लाभ करिथिबा मानवेतर प्राणी माने मध्य मुक्त होई परिबे जदि समाने शुद्ध भक्त मानकर
पदार बिंदरे आश्रित हुंती एवं भगवानଙ୍କର ବା ସେମାନଙ୍କର ପଦାଙ୍କ ଅନୁସରଣ କରି ଭକ୍ତି ଯୋଗ ମାର୍ଗ ଅବଲମ୍ବନ କରନ୍ତି ତାହେଲେ ସେମାନେ ମଧ୍ୟ ଭଗବତ ବିଜ୍ଞାନ ଜାଣିପାରିବେ ଏବଂ ମାୟା ଶକ୍ତି କବଳରୁ ମୁକ୍ତ ହୋଇପାରିବେ। ହରେ କୃଷ୍ଣ। ହଁ ତେଣୁ ଏଇ ଶ୍ଲୋକର ସାର କଣ? 46 ନମ୍ବର ଶ୍ଲୋକର ସାର ଜଣେ ନିଚ ବ୍ୟକ୍ତି ବି ସେ କଣ କରିବ ଭଗବାନଙ୍କୁ ପାଇପାରିବ କିଭଳି ନା ଜଣେ ଭକ୍ତଙ୍କର କୃପା ବଳରେ। ପ୍ରଥମେ କହିଲେ ଭଗବାନଙ୍କର ମହିମାକୁ କଳନା କରିବା ଅସମ୍ଭବ। ଦ୍ୱିତୀୟରେ କହିଲେ ଶେଷଦେବ ମଧ୍ୟ ତାଙ୍କର ମହିମାକୁ ଜାଣି ପାରନ୍ତି ନାହିଁ। ତୃତୀୟରେ କହିଲେ ଜଣେ ଶରଣାଗତ ଭକ୍ତ ହିଁ ତାଙ୍କର କୃପା ପ୍ରାପ୍ତି ହେଇପାରେ। ଚତୁର୍ଥରେ ଆରମ୍ଭ କଲେ ହନୁମାନଙ୍କ ଠାରୁ ଆରମ୍ଭ କରିକି ସମସ୍ତଙ୍କର ନାଁ କହିଲେ ଯୋଉମାନେ ଶରଣାଗତ ହେଇକି ଭଗବାନଙ୍କର କୃପାକୁ ଲାଭ କରିଥିଲେ। ବର୍ତ୍ତମାନ କାଳେ କିଏ ଭାବିବ ଯେ ଆମେ ମାନେ ପାଇପାରିବାନି, ତେଣୁ ଭାଗବତ ହଉଛି କଣ ଗୋଟେ ଆଶାର ଗ୍ରନ୍ଥ, ଉତ୍ସାହିତ କରନ୍ତି। ତେଣୁ ଏଇ ଶ୍ଲୋକରେ ପ୍ରତିପାଦନ କରୁଛନ୍ତି ଜଣେ ନିଜ ବ୍ୟକ୍ତି ବି ଭଗବାନଙ୍କୁ ପାଇପାରେ କିଭଳି ନା ଜଣେ ଭକ୍ତଙ୍କର କୃପା। ଏଠି ଭଗବାନଙ୍କୁ ପାଇଯାଏ ଯିଏ ନିଜେ ନିଜର ଗୁରୁଙ୍କର ମୁଖରୁ କଥା ଶ୍ରବଣ କରେ ସେଇମାନେ ଭଗବାନଙ୍କୁ ଜାଣିପାରନ୍ତି ଆଉ ପାଇପାରନ୍ତି। ସେଥିପାଇଁ ହାତ ଯୋଡିକି ନିବେଦନ, ଆଜିକାଲି ୟୁଟ୍ୟୁବ ସମୟ ଅନେକ କଥା ନିଜ ଗୁରୁଙ୍କର ବାଣୀ ନିଜର ଗୁରୁଙ୍କର ଠାରୁ ଶ୍ରବଣ କଲେ ପ୍ରତ୍ୟେକ କଣ କରିବା ଦରକାର। ଆଜିକାଲି କେତେ ସୁବିଧା ସବୁ ଗୁରୁଙ୍କର କଥା ଅଛି, ତାର ସୁଯୋଗ ନେଇ हरे कृष्णा। प्रभु जी श्रवण होनी, प्रभु जी इंटरनेट प्रॉब्लम होची प्रभु जी। अच्छा अन्य माने सुनी पारचंदी? कटि जाउची मझिरे मझिरे कटि जाउची। अच्छा ठीक अछि। आपण माने जदि कोनोसी गुरुत्वपूर्ण जिंस सुनी पारनांती अमृतेश गौर प्रभु रेकॉर्डिंग करछंदी, आपण तांको कहले से परे क्लास टी को पोस्ट कर दे पारी। शाश्वत प्रशांत मात्रम सत्तालीस अचिंत्य कृष्ण प्रभु आपण अनुवाद पढ़िया चाहिए? कृष्ण प्रभु एक्चुअली बही मो पाखरे नहीं, मो ऑफिस रे छाड़ दे आसी बही। ठीक 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 अछि। चरण सरोज प्रभु श्लोक संख्या 47 अनुवाद। अनुवाद जहाँ अद्वैत ब्रह्म रूपे अनुभूत हुए ताहा शोक शून्य और अनंत आनंदमय अटे। ताहा हेउची परम भोक्ता भगवान को अंतिम स्थिति। से शाश्वत भावे शांत बा क्षोभ शून्य, अभय भय शून्य, संपूर्ण भावे भौतिक चेतना विपरीत चेतनामय, विशुद्ध समभावापन्न, समस्त कार्य कारणर मूल कारण, जहाँठारे कौनसी प्रकार सकाम कर्म क्रिया नहीं एवं जहाँको सम्मुखरे माया तिष्टि पारे नहीं। हरे कृष्ण। हाँ तेणु वर्तमान यही सेक्शन 47 रु 49 नंबर सेक्शन रे जहाँ कहती परमात्मा ब्रह्म परमात्मा भगवान कथा प्रतिपादन करा एवं भगवान होती अंतिम लक्ष्य जीवाई सेटा वर्णना करा आपण एटा नोट करिया दरकार। 47 नंबर श्लोक रे से अद्वय सत्वंकर तीनोटी कथा को तीनोटी गुण को वर्णना करा जहाँ बर्तमान मु कहली परमात्मा ब्रह्मन आ भगवान। आसंतु 48 और 49 नंबर श्लोक एकाठी पाठ करवा एवं तापरे आस्वादन करवा। सध्यं
नियम्योजतयो जमकटं जयो स्वराडिप निपान खनित्रम इंद्रः ज्ञानी और जोगीगण कृत्रिम भावे जेपरी मन निग्रह करती मानसिक कल्पना बा ध्यान करती ए प्रकार दिव्य स्थिति रे सेपरी कृत्रिमतार कौन सी आवश्यकता ना से ଠାରେ ପରିତ୍ୟାଗ କରା ଶ୍ଲୋକ ସଂଖ୍ୟା 50 सश्रेयसामपि विभु भगवान् जतस्य भाव स्वभाव विहितस्य सतः प्रसिद्धि देहे स्वधातु विगमेनु विसृज्यमाणे व्योमेव तत्र पुरुषो न विसृज्यते जः समस्त कुशल मंगलर परम प्रभु हेउचंती भगवान कारण जीव जेउ सब कर्म करे से सब कर्म भगवान प्रदान करते भगवान एकमात्र दाता जेपरी ए दुईटी 27 एवं 49 नंबर ज्ञानी जोगी माने से मानेकर कौन करिया दरकार ना जदि तांकर पथ को त्याग करिकी ए भक्ति पथ को आसीबे से माने कौन करि परिबे ना तांकर जो लक्ष्य को से प्राप्त करि पारि एतरे जो माने मानसिक जो माने से माने कौन करे दरकार से जिंस त्याग करे दरकार एमती गोटे उपमा दउछने भागवत रे इंद्र को कौन करे दरकार परिवार बा ट्यूबवेल बसेवा आवश्यक नहीं पानी पाई कारण सी होचते कौन ना वृष्टिर अधिष्ठात्र देवता ठीक से ही भाव रे आम माने कौन करे दरकार यदि भक्ति पथ को पळै आसले आमे हम जीवन रो अंतिम स्थिति को प्राप्त करिबा तेणु जीवर जहाँ कहते अंतिम जहाँ कहते बरदाता भगवान सब किछि प्रदान करिवे तेणु एठी परमात्मा स्थिति को ये करा जाउची ब्रह्मण स्थिति को नकारात्मक भाव में ग्रहण करा जाय करिया दरकार तेणु अन्य जो प्रथा रही जो उपाय रही अर्थात योग ज्ञान एवं कर्म या सब को निरस्त करा जाउची तेणु ई शरीरटा पूर्णता प्राप्ति पूर्व नष्ट हो जिवो आपण माने सुनिबे जेतेबेले विश्वनाथ चक्र ठाकुर शुणुले पूर्व द्वितीय स्कंदरे श्रद्धा ठारू प्रेम पर्यंत स्थितिर वर्णना प्रेम स्थिति रे शरीर रहिबनी प्रेम स्थिति पूर्व ही कौन हम शरीर जाकती धारण कर प्रेम को धारण कर जो मैंने प्रकृत भगवान को पांच ने पागल हो जाए पागल नहले कौन भगवान को किए पाई ना कौन से स्थिति को धरी पारिबन जन से बहुत सुंदर चैतन्य चेतामृत कहुई महाप्रभु को सब पागल बोली कहुई मु गोटे पागल आ द्वितीय पागल किए कहि परिबे महाप्रभु लीला से बड़ पागल किए कहले प्रभु हाँ अद्वैत आचार्य प्रभु महाप्रभु पागल कही अद्वैत आचार्य प्रभु आनिले ना आचार्य आनिकी आसिले जगत रे महाप्रभु एठी कहा जाए जे एठी कहउछन जे प्रेम स्थिति शरीर नष्ट हो जाए किंतु बड़ सावधान कर विश्वनाथ चक्र ठाकुर ता माने भक्त माने जोग ज्ञान सब किछि कर जति हम शास्त्र स्वादिष्ट बुझिपारछंती जेमती आमे भी किछि जोग आसन करू आमे भी जेमती हम करिया पूर्व प्राणायाम करिया दरकार प्राणायाम आमर चित्त वृत्ति को स्थिर करिया गायत्री करिया द्वारा मनटा एकाग्र मन रे गुरु गौरांग आउ राधा कृष्ण को आमे ध्यान करू गायत्री करिया तेणु भक्त मान भी करती किंतु कौन ना प्रेम प्राप्ति चैतन्य चेतामृत गोटे शब्द रे कविराज गोस्वामी को कहउछनी प्रेम धन बिना व्यर्थ ए दरिद्र जीवन दास करी वेतन मरे देह प्रेम ध हरे कृष्ण आमे परवर्ती क्लास रे 50 नंबर श्लोक रु आमे आस्वादन करिया 50 रु
तेणु मु किछि इनफॉरमेशन आपण मानकु दबाको चाहूची एवं आपनठो किछि उत्तर भी आशा करछु जे मो पाखरे समय वर्तमान बहुत कम अछि द्वितीय स्कंद सारिया पई एवं आपण माने जदि चाहूचंती जे भल से हम चर्चा करिवा ताले सप्ताह अधिका क्लास हमें करि परिवा शुक्रवार दिन क्लास हबो से 7 रु 8:30 आपण माने केते जण एथरे एकमत अछन्ते हैंड रेज कले फ्राइडे क्लास हबो माने 7 रु 8:30 फ्राइडे दिन क्लास का जे नचेत पूरा गाड़ी को स्पीड देखि शेष करिया पड़िबो मु तो अच्छा रेज है तेणु कमिंग फ्राइडे रे वर्तमान तो जदि कोनोसी दिन बहुत वर्षा जोगु इंटरनेट प्रॉब्लम हुए मु ता पूर्व आपण मन को सूचना दे देबी एवं आशा करिवा जे कम फ्राइडे क्लास हवा आपण विशेष कारण उठेले नहीं कोनोसी श्रोता मु आशा करथले जे कि जन कहिबे जे प्रभु आपण काहे कि से लीलाटी को कोन के कहि परिबे के लीलाटी को वर्णना करथले इंटरनेट रो प्रॉब्लम जोगु मु कहि पारलेनी लीलाटी को के कहि परिबे लास्ट क्लास रो लास्ट कथा हम कोन कहथि वो कृष्णकर जगत लीला जननी कथा माता जे हरे कृष्ण प्रभु कृष्णकर लीला कहिथिले करिवे बोली से अधा रहिथिला आपण सेउटु आरंभ करिया तांके सेटा कहिलेनी आज टिके रो आज्ञा हरे कृष्ण शुभुनी किछि प्रभु कृष्णकर को भगवान का महिमा कथा जेतळे स्वर्ग लोक रे वर्णना कले कामदेव सुनी की से आसे वृंदावन को आ इते विचलित हो जाय अस्त्र शस्त्र नहीं के आसे शुभुनी किछि प्रभु तेनो प्रभु कामदेव शुभुनी प्रभु जी कौन सी किसी शुभ नहीं अच्छा ठीक अछि आज किछि इंटरनेट प्रॉब्लम अछि मु लीलाटी को पुणी नेक्स्ट क्लास रा आरंभ रे कहि दे कामदेव आज्ञा कर लीला बहुत गुरुत्वपूर्ण लीला ठीक अछि हम परवर्ती क्लास रे वर्तमान समय हे गेले यदि किछि प्रश्न अछि आपण नेक्स्ट क्लास रे पचारि नेबे परवर्ती क्लास बुधवार दिन सकाळ 7 हरे कृष्ण वाञ्छा कल्पतरुभ्यश्च कृपा कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः जगद्गुरु श्रील प्रभुपाद की जय जय संदीपनी मुनि प्रभु